মাটি মাখলে জনম ভরা মাটির জীবি মিশি জিথি বাজাই তোমারি বন্ধনে রাখি থাও দিবানিসি কেতে জনম বিতি গলানি মা কেতে জনম বিতি গলানি মা তোমারি পরশ পানি মধুময়ী মা କରୁଛି ପ୍ରଣାମ ତୁମ ପାଦ ତଳେ ମୁହିଁ ମଧୁମୟୀ ମା କରୁଛି ପ୍ରଣାମ ତୁମ ପାଦ ତଳେ ମୁହିଁ ଘାସ ଫୁଲ ହୋଇ জীবন বিতায়ে ସେଥିରେ ମୋ ଦୁଃଖ ନାହିଁ ଘାସ ଫୁଲ ହୋଇ জীবন ବିତାଏ ସେଥିରେ ମୋ ଦୁଃଖ ନାହିଁ ସେଥିରେ ମୋ ଦୁଃଖ ନାହିଁ ସେଥିରେ ମୋ ଦୁଃଖ ନାହିଁ প্রণাম শ্রীপতি গাইবাবা প্রণাম রে মা পরম প্রভু শ্রী অরবিন্দ উপস্থিত সমস্ত মাতৃসংঘ এই প্রোগ্রামକୁ ଆସି ଆମର ଯୋଉ ପ୍ରଥମ କିନ୍ତୁ ରଘୁ ଭାଇ ସହିତ ମୋର ବହୁତ ଦିନ ପରିଚିତ ମାସା ଭାଇ କେତେଥର ଆସି ସେ ମତେ ନେଇ କେତେ ଜାଗାକୁ ଯାଇଛନ୍ତି ତେଣୁ କିଛି ଦିନ ତଳୁ ମତେ ଭାଇ ବାରମ୍ବାର ରିମାଇଣ୍ଡ କରୁଛୁ କନସେଣ୍ଟ ଦେଇକି ଭାଇ ନିଶ୍ଚିତ ଭାଇ ପହଞ୍ଚିବି କାରଣ ମୁଁ କୋରାପୁଟରୁ ମାଲକାନଗିରିରେ ଯୋଉଠି ଯାଉ କନସେଣ୍ଟ ତ ଦିଆହେଇଯିବ ମାନେ ନିଶ୍ଚିତ ପହଞ୍ଚିବି କାରଣ ଡିଭାଇନର କାର୍ଯ୍ୟ ଯେହେତୁ ଦିବ୍ୟ କାର୍ଯ୍ୟରେ ଆମମାନଙ୍କୁ ମା ଆସିଛନ୍ତି ତେଣୁ କାର୍ଯ୍ୟ ସିଏ ହିଁ କରିବା ଆମେ ଇନ୍ଷ୍ଟ୍ରୁମେଣ୍ଟ ହିସାବରେ ନିଜକୁ କେତେ ଓପନ୍ କରି ରଖିପାରୁଛେ ମାଙ୍କ ପ୍ରତି ତାରି ଉପରେ ନିର୍ଭର କରି ମାଙ୍କ କାର୍ଯ୍ୟ ପ୍ରସାର କରିଥାଏ ଖାଲି ଫଟୋ ଦେଇଦେଲେ ଫୁଲ ଦେଇଦେଲେ ଧୂପ ଦେଇଦେଲେ ଯେ ମାଙ୍କ କାର୍ଯ୍ୟ ହେଇଯିବ ନେବା ଭାଇ କେତେ ସୁନ୍ଦର କଥା ଟିକେ କହୁଥିଲେ ବଞ୍ଚି ଶିଖିଲୁନି କି ମା ସଙ୍ଗେ ବଞ୍ଚି ଶିଖିଛୁ ଗୋଟେ ବାଣୀ ଅଛି to understand the divine one must become the divine भगवान के बुझिया करे जन को भगवान परिणत हो पड़े छोटा उदाहरण दौर थे गोटे कुएं बहुत दिन तक रही राज पूरा मोटे कौन से कारण गोटे बन्या आसला बन्या पानी लगे कूप पूरीगला और समुद्र सहित गोटे लिंक हो समुद्र गोटे ढेर बाय मिस्टेक से कूप रही पानी छाड़गला ये जो कूप ये किए पचार तुझे ना मो कह कौन तो आड्रेस कौन समुद्र कोई समुद्र समुद्र कौन जान कौन तो समुद्र कौन बोला समुद्र रहा आपको समुद्र केमती बुझे आउ थे बन्या आसु तत्व नहीं सागर समुद्र कौन देखे ठीक से मनुष्य भगवान कथा कहुए कौन मो मानसिक बुद्धि विचार भगवान विचार रही
হঠাৎ ঘর বলেছে সবাই ভাবুছে ମୁଁ ତ ସବୁ ଜାଣିଛି ଏତେ ଏତେ କ୍ୱାଲିଫିକେସନ ଅଧିକାରୀ ମୁଁ ଜାଣିନି ଏଠି କ୍ୱାଲିଫିକେସନ କାମ କରିବ ନାହିଁ ଏଠି ବୁଦ୍ଧି କାମ କରିବ ନାହିଁ ଭଗବାନଙ୍କୁ ବିଷ୍ଣୁ କଲେ ଶ୍ରଦ୍ଧା ଦରକାର ଯେଉଁମାନେ ଭଗବାନଙ୍କୁ ଶ୍ରଦ୍ଧା କରନ୍ତି ସେଇମାନେ ଭଗବାନଙ୍କୁ ବୁଝିପାରନ୍ତି ତେଣୁ ସରଳ ଭଗବତ ଜ୍ଞାନ ଗୋଟେ କଥା କୁହାଯାଇଛି ଆମେ ଭଗବାନଙ୍କୁ ଶ୍ରଦ୍ଧା କଲେ ମାଙ୍କ ପାଖରେ ଯାହା ଯାହା ସବୁ ତାଙ୍କୁ ସଞ୍ଚୟ ଦେଇଥିଲେ ତେଣୁ ସେ ଶ୍ରଦ୍ଧାର ଫଟୋ ସଜାଇଲେ ମିଳେ ହୃଦୟ ଭିତରେ ମାଙ୍କୁ ଉପସ୍ଥିତ ଅନୁଭବ କରିପାରୁଛେ ତାଙ୍କ ପାଖରେ ନିଜକୁ ଦେଇପାରୁଛେ ତାଙ୍କ ଇଚ୍ଛାକୁ ଯଦି କାର୍ଯ୍ୟକାରୀ କରିବାରେ ସର୍ବଦା ପ୍ରସ୍ତୁତ ହେଇପାରୁଛେ ତାଙ୍କ ପ୍ରଭାବକୁ ଯଦି ଗ୍ରହଣ କରିବା ପାଇଁ ତାଙ୍କ ଭିତରେ ଯଦି ଉନ୍ମୁକ୍ତ ହେଇପାରୁଛେ ଆଉ ଯଦି ଅନୁଭବ କରିପାରୁଛେ ଯେ without the mother I know nothing, I can do nothing and I am nothing ତାହେଲେ ମାଙ୍କୁ ଭଲ କରୁଛେ ତିନିଟା କଥା କହିଲି ମନେ ରହିଲା ଆଉ ଥରେ କହୁଛି ଯଦି ଆମେ ଅନୁଭବ କରିପାରୁଛେ ଯେ without the mother I know nothing, I can do nothing and I am nothing ମା ବିନା I know nothing ମୁଁ କିଛି ଜାଣିନି ମା ବିନା I can do nothing ମୁଁ କିଛି କରିପାରିବିନି ଆଉ ମା ବିନା I am nothing ମୁଁ କିଛି ନୁହେଁ ତେଣୁ ମୋର ପଶ୍ଚାତରେ ଯେତେବେଳେ ଡିଗ୍ରୀ ଥାଉ PhD ଥାଉ ଆଉ ଯାହା ଯାଉଥାଉ ଯେତେବେଳେ ପୋଷ୍ଟ ରହୁଥାଏ ସେଇଟା ମୋ ପରିଚୟ ନୁହେଁ ସେଇଟା ଭଗବାନ ପ୍ରତି ଶ୍ରଦ୍ଧାର ପରିଚୟ ନୁହେଁ ତେଣୁ ଭଗବାନଙ୍କୁ ଭଲ ପାଇବା ପାଇଁ କ୍ୱାଲିଫିକେସନ ଆବଶ୍ୟକ ନାହିଁ ଶ୍ରଦ୍ଧାର ଆବଶ୍ୟକତା ଅଛି ତେଣୁ ଏଇ ଯୋଉ ଆଜି ଯୋଉ ଅବସରଟି ଅଛି ଯୋଉ ଅବସର ଆମେ ଯୋଉ ପାଠଚକ୍ର କାର୍ଯ୍ୟକ୍ରମ କରୁଛେ ଥରେ କେବେ ଆମ ଜୀବନକୁ ଆମେ ବୁଝିଲେଣି କି what is this life? Life was a marvelous journey of the spirit बाकी को बोला सुनिवा सावित्री गोटे वाक्य ये life was a marvelous journey of the spirit ଆମ ଭିତରେ जो आत्मा ଅଛନ୍ତି ଚେତନାର ପ୍ରଭାବ ସେ କାର୍ଯ୍ୟ କରୁଛନ୍ତି ତାର ଏକ ଚମତ୍କାରୀ ଯାତ୍ରା ବତେଇଲେ ଲାଇଫ ପରେ ଲାଇଫ ସେ ଅତିକ୍ରମ କରି ଚାଲିଛି ମୁଁ କେନ୍ଦୁଝରରୁ ଏଠିକି ଆସିଲି ବାଟରେ ଘଟଣା ପଡ଼ିଲା ଆନନ୍ଦପୁର ପଡ଼ିଲା ଯାଜପୁର ପଡ଼ିଲା ପାଣିକୋଇଲି ପଡ଼ିଲା ଚଣ୍ଡିଗଡ଼ ପଡ଼ିଲା ଦୁରିଆ ପଡ଼ିଲା ଶେଷରେ ମଝିରେ ପଡ଼ିଛି ତେଣୁ ମୋର ଯାତ୍ରା ଚାଲିଛି ବାଟରେ ସବୁ ପଡ଼ିଯାଇଛି ତାକୁ ମୁଁ ଅତିକ୍ରମ କରିକି ଆସିଛି ତେଣୁ ଜୀବନ ହେଉଛି ଗୋଟେ ମୋମେଣ୍ଟ ଲାଇଫ ଇଜ୍ ଏ ମୋମେଣ୍ଟ ତାକୁ ଅତି କରିବା ଆମେ ଚାହୁଁ ବା ନ ଚାହୁଁ ସିଏ ଗତି କରିବ ହିଁ କରିବ କୋଉ ଜାଗାରେ ଗତି କରିବ ବାକ୍ ଡେଟ୍ ଏଇଭଳିଆ କାହିଁକି ଆଚ୍ଛା ମୁଁ ଗୋଟେ ସ୍କୁଲରେ ଆଡମିସନ ହେଇଛି କଣ ସେଇ କ୍ଲାସରେ ଜୀବନଟା ଗୋଟେ ନା ଗୋଟେ କ୍ଲାସ ପରେ ମତେ ଆଉ ଗୋଟେ କ୍ଲାସକୁ ଯିବାକୁ ପଡେ ପୁଣି ଆଉ ଗୋଟେ ବର୍ଷ କ୍ଲାସ ପରେ କ୍ଲାସ ହେଇକି ପ୍ରମୋସନ ହେଇକି ଯାଉଛୁ ଧର ମୁଁ ଯୋଉ ସ୍କୁଲରେ ପଢୁଛି ଏଠି କ୍ଲାସ 7 ପଢୁଛି ଆଉ ଗୋଟେ ସ୍କୁଲ ନାହିଁ मते 8 पढ़िया 8 क्लास रे एडमिशन हो गए आउ एक स्कूल रे एडमिशन करे बोले सेठी टीचर हो गए कोन ये टीचर रो अभिशाप दे नहीं हम सब तो एत वर्ष धरि कटेलो जहां हम शीघ्र भस्म हो गए ना कुछ जहां हम क्लास पास करे कुछ है ना से वर्तमान में था ज्ञान करते आउट लाइफ में आसिबु कोन ए लाइफ रो एक्सपीरियंस रे पळोगी प्राइमरी क्लास को पाठला कोन हमर दुरेज संख्या चिन्ह अक्षर चिन्ह शब्द चिन्ह गुण हरण हिसाब प्रकार जानिबा हेरा बुझै जो आउट स्कूल बोलुले प्राइमरी क्लास पाठा को अन्य पाठ बुझिया साइड करते ना से गोटे लाइफ रो एक्सपीरियंस आउट लाइफ को हम प्रयास करते बुझिया कार्य करती है बात गोटे बात सबरे माने को डेथ होची ओनली द रिजेक्शन ऑफ बॉडी डेथ इज नॉट द एंड ऑफ लाइफ मृत्यु जीवन का शेष नहीं डेथ इज द बिगिनिंग ऑफ लाइफ जीवन आरंभ होची डेथ डेथ इज ए ट्रांजिशन बिटवीन टू लाइफ्स मु मैट्रिक परीक्षा देई रिजल्ट आज पास करते कॉलेज एडमिशन नहीं
যেটা বলে ট্রানজিট মিলে কিনা মতো কোউ ঠিকা স্টুডেন্ট কয়ে স্কুল স্টুডেন্ট কয়ে না কলেজ স্টুডেন্ট কয়ে কেন হাই স্কুল কু সাইন্স রেজাল্ট রাইজেক্স কলেজে অ্যাডমিশন হয়নি কোন পড়ে ডিসাইড করছে সে অনুসারে পরে মধ্যে অ্যাপ্লাই করছে আর্টস পড়ি কি সায়েন্স পড়ি কি কমার্স পড়ি ডিসাইড করা হয় মজুরি নিয়ে কাজা সেই মজুরি নিয়ে ট্রেনিং পিরিয়ডটা হচ্ছে ଗୋଟେ ଲାଇଫ୍ ହେଇଗଲା ପରବର୍ତ୍ତୀ ଲାଇଫକୁ ଆମେ ଆମନ୍ତ୍ରଣ କରିବା ସେଥିରେ ପଦାର୍ପଣ କରିବା ମଜୁରୀ ପିରିୟଡ଼ରେ କ'ଣ ହୁଏ ଯେ ଗୋଟେ ଟ୍ରେନିଂ ପିରିୟଡ଼ ପାଷ୍ଟ ଲାଇଫରେ କ'ଣ କ'ଣ ସବୁ ହାସଲ କରାଯାଇଛି ଫ୍ୟୁଚର ଲାଇଫରେ ମୁଁ କ'ଣ ହାସଲ କରିବି ଡିସିସନ ନିଆଯାଏ ତେଣୁ ଏଇ ଯୋଉ ଟ୍ରେନିଂରେ ଦୁଇଟା ଲାଇଫର କଥାକୁ ସମନ୍ୱୟ କରାଯାଏ ମୋର କେତେ କେତେ କଥା ହାସଲ କରାଯାଇଛି ଆଉ କେତେ ହାସଲ କରିବା ପାଇଁ ବାକି ଅଛି ଆଉ ସେ ଅନୁସାରେ ମୁଁ କୋଉ ପ୍ରକାର ପାଠ ପଢ଼ିବି ମୋ ଲାଇଫ୍ ମୁଁ ଗୋଟେ ଇଞ୍ଜିନିୟର ହେବାକୁ ଚାହେଁ ମୋତେ ସାଇନ୍ସ ପଢ଼ିବାକୁ ମୁଁ ଡକ୍ଟର ହେବାକୁ ଚାହେଁ ମୋତେ ସାଇନ୍ସ ପଢ଼ିବାକୁ ପଡ଼ିବ ମୁଁ ବ୍ୟାଙ୍କ ଚାକିରି କରିବାକୁ ଚାହୁଁଛି ତାହେଲେ ମୋତେ କ'ଣ ପଢ଼ିବାକୁ ପଡ଼ିବ ମୁଁ ଗୋଟେ ଲେକ୍ଚର ଦେବି ଆର୍ଟ୍ସ ପଢ଼ିବି ତେଣୁ କ'ଣ ହବ ଭବିଷ୍ୟତରେ ତା ପ୍ରାକ୍ଟିକାଲକୁ ରଖିକି ସେ ଆଡମିସନ କରୁଛି ସେମିତି ଆମର ଯେ ସାଇକିକ ବ୍ରେନ୍ ସେ କ'ଣ କରେ ଭବିଷ୍ୟତର କ'ଣ ଉପଲବ୍ଧି ସେ ଅର୍ଜନ କରିବାକୁ ଚାହୁଁଛି ପାଷ୍ଟରେ କ'ଣ ସେ ଏକ୍ସପିରିଏନ୍ସ ଲାଭ କରି ସାରିଲାଣି ଏ ଦୁଇଟାକୁ ସେ ସମନ୍ୱୟ କରେ ଆମର ସବୁ ଦେଖିତେ ଗାଈ ଗୋରୁମାନେ ସବୁ ଚରିବାକୁ ଯାଆନ୍ତି ଖାଇକି ଆସିଲା ଗୁହାଳ ବାନ୍ଧୁ ସେ ସେଠି ପାକୁଳି କରିବେ ତାଙ୍କ ବିଶ୍ରାମ ସମୟରେ ସେ ପାକୁଳି କରନ୍ତି ସାଇକେଲ କାମରେ ଜାଣିଛନ୍ତି ଦେଖିବା ଏ ଶରୀର ଦ୍ୱାରା ଆଉ ବିକାଶ ସମ୍ଭବ ନୁହଁ ତେଣୁ ସେ କ'ଣ କରିବ ଶରୀରକୁ ଛାଡ଼ ଆଉ ଗୋଟେ ଶରୀର ସେ ରିସିଭ କରିବ ଶରୀର ଛାଡ଼ି ଯିବ କୋଉଠିକି ତାହାର ଚୈତନ୍ୟ ଜଗତକୁ ସେ ଯିବ ସେଠି କ'ଣ କରିବ ଆଗ ବିଶ୍ରାମ ନେବ ତାପରେ ଡାଇଜେଷ୍ଟ କରିବ ଯାହା ଏକ୍ସପିରିଏନ୍ସ ହେଇଥିବ ଡାଇଜେଷ୍ଟ କରିବ ତାପରେ କୋଉ ପ୍ରକାର ଜାଗାରେ ସେ ଜନ୍ମ ହେବ କୋଉ ମା ଗର୍ଭରେ ସେ ସ୍ଥାନ ପାଇବ କୋଉ ମା ଭିତରେ ସେ ପ୍ରକାର ଆତ୍ମା ଅଛି ସେ ଆତ୍ମାର ଅଭିଜ୍ଞତାକୁ ସେ ଚୈତନ୍ୟରେ ଦେଖେ ସେଇଠିକୁ ସେ ଡିସାଇଡ୍ କରିଯାଏ ଯେପର୍ଯ୍ୟନ୍ତ ସେ ମା ଭିତରେ ସେ ଅଭିଶାପ ଅଗ୍ନି ପର୍ଯ୍ୟନ୍ତ ଦେଖି ନାହିଁ ସାଇକି ଡିସାଇଡ୍ କରିବନି ତାପରେ ଡିସାଇଡ୍ କରି ଆସେ ତାପରେ ମା ଭିତରେ ତାର ଫର୍ମେସନ ହୁଏ ବଡିର ଫର୍ମେସନ ହୁଏ ଯୋଉ ବଡି ତାର ସେ ସାଇକି ବିକାଶକୁ ସମ୍ଭବ କରିବ ତେଣୁ ଗୋଟେ ମାର ଅନୁସାରେ ନିର୍ଭର କରୁଛି କୋଉ ପ୍ରକାର ଜୀବନ ଆମର ତିଆରି ହେବ ମୁଁ ତାର ଗୋଟେ ଲିଭିଂ ଫ୍ୟାକ୍ଟ କହୁଛି ମୁଁ ଜଣେ ବ୍ୟକ୍ତିକୁ ଜାଣେ ପଣ୍ଡିତ ଆଶ୍ରମରେ ବି ଅଛନ୍ତି ସେ ତାଙ୍କର ଗୋଟେ ଥର ଗୋଟେ ଏକ୍ଜିବିସନ କରିଥିଲେ ମୁଁ ସେ ଏକ୍ଜିବିସନ ଦେଖିବାକୁ ଯାଇଥିଲି ବୁଲି ବୁଲିକି ଦେଖେଇଲେ ଆଉ ଲେକ୍ର ପଇଡ଼ ଆଣିକି ଦେଲେ ଭାରି ଆତିଥ୍ୟ ଦେଖେଇଲେ ତାପରେ ତାଙ୍କ ଲାଇଫର କଥା କ'ଣ ଅଦ୍ଭୁତ କଥା ହେଲା ସେ ବର୍ଣ୍ଣନା କଲେ ପାଷ୍ଟ ପରେ ତାଙ୍କର ଏଇ ପ୍ରକାର ଲାଇଫ ନଥିଲା ପୁରା ଡନ୍ ଡନ୍ ଜାଣିଛ ତ ଡନ୍ ଡନ୍ ଫିଲ୍ମ ଦେଖିଥିଲେ ଡନ୍ এটা সহজ জানতে ডন বাস 5 লাইন টাকা ডন মানে যে ডন অবস্থায় কোন করতে অনুমান করুন কেতে বড় ধরা গুন্ডা গিরি সব চালিও কিন্তু তাকো পরিবারে সমস্তে মান রাখি পরিবার সবাই মা হয় কইলে যে মা ଆମେ ସମସ୍ତେ ତମର ଆଶ୍ରିତ ହେଲୁ ଆମର ଏ ଗୋଟେ ପିଲା କେମିତି ରେଡି ହବା ତମେ ଟିକେ ବଦଳା ଯେତେବେଳେ ସମୂହ ବ୍ୟଥା ହେଲାଣି ମା ସେଠି କନସେଣ୍ଟ କରେ ଠିକ ଅଛି ତାପରେ ମା ସେ ପିଲାର ପରିବର୍ତ୍ତନ ପାଇଁ ତା ସାଇକିକ ସହିତ କଣ୍ଟାକ୍ଟ କାରଣ ଆମ ଭିତରେ ଯିଏ ସାଇକିକ ନେଇ ସେ ମଦର୍ସ ପ୍ରେଜେନ୍ସ ଏଇଟା ଭଲକି ମନେ ରଖିବେ ଆମ ଭିତରେ ମାଙ୍କ ଉପସ୍ଥିତି ଅଛି ଆମ ଚୈତ୍ୟ ସପ୍ତାହର ଉପସ୍ଥିତି ତେଣୁ ଆମେ ଚୈତ୍ୟ ସପ୍ତାହର ଉପସ୍ଥିତି ଯଦି ଅନୁଭବ କରୁଛୁ ଜାଣିବା ମାଙ୍କ ଉପସ୍ଥିତିକୁ ଅନୁଭବ କରୁଛୁ ତେଣୁ ତା ସାଇକେଲକୁ ଦେଖିଲେ
ତା ସାଇକେଲ ତ ସମୁଦ୍ର କଥା ବର୍ତ୍ତମାନ ସେ କୋର୍ସ ମାରିଲେ ବର୍ତ୍ତମାନ ତା ଭିତରେ ଆନ୍ଦୋଳନ ଦେଲା ବହୁତ ଗୁଣ୍ଡାଗିରି ହେବ ଆଉ ଏ ପ୍ରକାର କରିବି ଏଇ ଗୋଟେ ନୂଆ ଲାଇଫ୍ ମୁଁ ବଞ୍ଚିବି ତେଣୁ ମତେ ନୂଆ ଲାଇଫ୍ ଦେବେ କି ଦିବାଇ ମତେ ଆସିଲେ ଆଶ୍ରମକୁ ଆସିଲେ ଆଜି ମାଆଙ୍କ ପାଦକୁ ଧରିଲେ କହିଲେ ମୋ ମୁଣ୍ଡରେ ହାତ ରଖ आशीर्वाद दो ना पाद चाहिए गुंडा चाहिए आशीर्वाद ही गुंडा चाहिए लोग जाएगा है ना मान लो हम आशीर्वाद दो ना तो पाद चाहिए आशीर्वाद करो तो सत्तर चाहते ना तारो ये जो प्राण उन्माद से कुछ माँ के तो साइकिल को बसे ना ये तो साइकिल करो ना माँ से हाथ रखे तब रे टच चले माँ का टच असम को संभव कर दिए ता भीतर क्रिया करेगा जब ता भीतर क्रिया करेगा परिवर्तन आएगा तापरे मां सावधान कर दे जाओ एवरी का अनुवाद आरंभ हो किंतु बी केयरफुल बाइक मोड़ी चली बाइक चले डेथ हो जियो ये कौन तो मनोजी बोली बाइक चली बाइक चले एमती गोटे एक्सीडेंट होगा डेथ आसला डेथ आसला कारण कौन जो साइकिल जो प्रकार फ्लो डेभलप करने चाहूँगी बॉडी से अनुसार परमिट करूना सहयोग करूना तेरे कौन है बॉडी रिजेक्ट इमीडिएट बॉडी रिजेक्शन दरकार हुए तो एक्सीडेंट मत ले लो एक्सीडेंट किंतु सोच चाहूँगी तारे सानो बोलबी मिलने जेता सानो बोले मिलने सीए मान को प्रेयर करছে मां मु जाइते पिलार मां हबो चाहे ना मु एमिति गोटे पिलार मां हबो चाहे जे कि जीवन सारा प्रमोशन लागो ताल मो मां हवा सार्थक हो मां कृपा करी मते सेई भलिया गोटे संतान दिया जे तुमको सब स्मरण आएगा तो सेवा करो जीवन में सार्थक हो मातु तो सार्थक तेणु जड़े मां चाहूँगी आ गए सोल मत इंटेंशन रखी आस्पायर कर संजोग भाईर सोल भौनी गर्भ स्थान पाईगला बुझा भाईर सोल भौनी गर्भ स्थान पाईला स्थान पाला ये तो मां प्रति सचेतन ओपन करे जानी तापरे कि मां पाखरे कहले मां मुएबे अंतसत्ता मां होगे ले गर्भरे जो संतान के स्थान पाइछि तार विकास दायित्व तमरो से संसार पाखे तम सहायता करे तुम मातृत्व तुम सार्थक हो सेटा लोके कोन करिया पड़ियो मां मते तो गाइड कर चल मां तो गाइड कर चल तो पिला जे तो हला ये जो मां को कॉन्शियसनेस से पिला भीतर डेवलप करछि तो प्रथम उपहार स्वरूप से पिला के मां को निवेदन कर तो मां ये पिला को तम सर निवेदन करी तुम यार ना दियो ता भीतर कोन करिया कथा तुम ही तैयारी कर तो ना कोन ये तो से आत्मा में आसी और ना कोन दे ये बुझी ले ले सेटा लेखी के देले ना 5 बजे की ये थिला तो डिटेल्स पता लेखी के देले ना से को भाई ये 5 बजे ये भाई ना एबे वो पोरी कैसे से व्यक्ति एबे जो अच्छा आश्रम रे रे बायोलॉजिस्ट आश्रम डायरी ए जो डायरी यूनिट रो मुख्य विकेशन और पिलामान को वाइल्ड लाइफ रो ट्रेनिंग दिए तम हटा देखे तो जान करो ये साले बोली कि मां को कहते प्रमाण निष्ठा ऑनर निष्ठा है को लाइफ में चेंजेस करो तो ये वाले आगे चैत्र सप्ताह में सिद्धांत अनुसार our server rejection मोड़े छोटे अपरम हम कही source intention plus God's sanction is equal to death कौन पहले बुझा source intention plus God's sanction is equal to death
16 ଜଣଙ୍କ ଗଡ଼ ସାଂସଦ କରିବେ ଦେଖ ହବ ନାହିଁ। ମୁଁ ତାର ଗୋଟେ ପ୍ରାକ୍ଟିକାଲ କଥା କହୁଛି। ଜଣେ ବ୍ୟକ୍ତିଙ୍କର 16 ବର୍ଷ ମ୍ୟାରେଜ ପରେ ବି ପିଲା ଛୁଆ ହେଲେନି। ଧନୀ ଲୋକ, ମ୍ୟାନ ଅଫ କ୍ରୋଧ, କୋଟିପତି, ପଇସାର ଅଭାବ। ସେଠୁ ବିଭିନ୍ନ ପ୍ରକାର ପୂଜା ଅର୍ଚ୍ଚନା ସବୁ କରନ୍ତି, ଜାତକ ଦେଖାନ୍ତି, ଆଉ ସବୁ ପ୍ରତ୍ୟେକ ମନ୍ଦିର ତୀର୍ଥ ସବୁ ଯାଆନ୍ତି। ଦିନେ ଆମ ମାତୃଲୋକ ଆସିଥିଲେ, ମୋ ସେଠି ସ୍ପିଚ୍ ଚାଲିଥିଲା, ଟିକେ ବସିକି ଶୁଣିଲେ। ଶୁଣି ସାରିବା ପରେ ମତେ ଅଲଗା ଡାକି ପଚାରିଲେ, ଭାଇ ମୋର ଗୋଟେ ସମସ୍ୟା ଅଛି, ଏ ମା ସମାଧାନ କରିପାରିବେ? ମୁଁ ନିଶ୍ଚିତ। ତମକୁ ଯଦି ମା ଏଠି ନ ଆଣିଥାନ୍ତେ ତମେ ଯଦି ଆସିଥାନ୍ତ, ତମେ ତମେ ଇଚ୍ଛା କରିକି ଆସ ବୋଲି ନାଇଁ। ତମେ ଏତେ ଦିଅ ଦେବତା ସବୁ ପୂଜା କରି ସାରିବଣି, ମାନେ ପ୍ରାଇଭେଟ କ୍ଲାସର କୋର୍ସ ତମ ସରିଲାଣି। ତମର ସେ ଦୀକ୍ଷା ନେବା, ପୂଜା କରିବା, ସେ ଆଉ କଣ କରିବା, ଏଇଟା ବାକି ଆସିବା ତମର। ସେଟା କମ୍ପ୍ଲିଟ୍ ହେଇଗଲା ତ ସେ କୋର୍ସଟା, ସେଟା କମ୍ପ୍ଲିଟ୍ ହେଇଗଲାଣି। ଏଣିକି ତମେ ହାୟର ଷ୍ଟଡି କରିବ ହେଲା। ତମର ପ୍ରାଇମେରୀ କ୍ଲାସ କୋର୍ସ ସରିଗଲା, ଏଣିକି ତ ମା ଆଶ୍ରିତ ହବ। ସେ ଯେ ମା ତମକୁ ହଁ ସତରେ ମୁଁ ଆଗରୁ କେବେ ଆସିବି, ଆଉ ଏ ଯାକ ଏତେ ପିସଫୁଲ ଲାଗୁଛି। ମୁଁ କେତେ କେତେ ତୀର୍ଥ ଜାଗାକୁ ଯାଇଛି, କେତେ ମନ୍ଦିର ଯାଇଛି, କେତେ ପୂଜା କରିଛି, କେତେ ବ୍ରତ କରିଛି, କେତେ କଣ କରିଛି, ହେଲେ ଏଭଳି ଶାନ୍ତି କୋଉଠି ପାଇନଥିଲି। ମତେ ଏଇ ଜାଗାରେ ଯୋଉ ପିସ୍ ମିଳୁଛି, କାରଣ ତ ଭିତରଟା ଯୋଉ ପ୍ରସ୍ତୁତ ରହିଲା ଆଗରୁ ହେଇନଥିଲା। ପ୍ରାଇମେରୀ କ୍ଲାସର କୋର୍ସ ସରିଲେ ତ ହାଇସ୍କୁଲ କେମିତି ପାଠ ପଢିବ? ତେଣୁ ହାଇସ୍କୁଲ ପାଠ କରିବାକୁ ପଡିବ। ତମ ପ୍ରାଇମେରୀ କ୍ଲାସର କୋର୍ସ ସରିଲା, ଏଇଠି ତା ମା ଆସିଥିବ, କଣ ତମର ଅସୁବିଧା ଅଛି? ପିଲା ଛୁଆ ନାହାନ୍ତି, ଭଗବାନରେ ଚାହିଁ ନାହାନ୍ତି, ତମେ କାହିଁ ଇଚ୍ଛା କରୁଛ? ଯାହା ଅବସ୍ଥା ରଖିଛନ୍ତି ସେଥିରେ ଖୁସି ହବ। Keep cheerful in all circumstances. ସକଳ ପରିସ୍ଥିତିରେ ପ୍ରସନ୍ନ ଭାବ ବଜାୟ ରଖ। ମନଟା ମାନୁନି ସାର୍, ମନ ମାନୁନି। ଦେଖ ତମେ ଆଜି ଯୋଉ ମାଙ୍କ ପାଖକୁ ଆସିଛ, ଏ ମାଙ୍କୁ ତମେ ଯାହା ବିକଳ ହେଇକି କହିବ ମାଗିବ, ମା ନିଶ୍ଚୟ ଦେବେ। ପୂଜାର ଆବଶ୍ୟକ ନାହିଁ, ନଡ଼ିଆ କଦଳୀ ଧୂପର ଆବଶ୍ୟକ ନାହିଁ, ମାନସିକ ପୂଜାର ଆବଶ୍ୟକତା ନାହିଁ। ଫିଲ୍ କର ମୁଁ ଏ ମାର ଗୋଟେ ଛୁଆ। ତ ଛୁଆ ଯେ ତା ମା ପାଖରେ କାନ୍ଦିବ, ତା ମା ସମ୍ଭାଳିବ? ଅଝଟ ହୋଇଛି ବେଳେ ତା କୋରିର ହାତ ଚୋରି କରିବା ପାଇଁ କଣ ଗୋଟେ ଦବ, କାରଣ ମା ଭାଇ ସମାଧିକି ଡେଲି ଆସିକି ପ୍ରେୟାର କରେ, ମୁଁ ତମ ଘରେ ଗୋଟେ ପାଚର କର। ମୋର ତ ନିଶା ଲାଗିଲା, ଯାହାକୁ ଦେଲେ ପାଚର କର ହେଲା। ଖୁସି ହେଲେ ପାଚର କଲେ। ତାପରେ ମୁଁ କେତେଟା ସପ୍ତାହ ଗଲି ପଣ୍ଡିଚେରୀ। ପଣ୍ଡିଚେରୀ ଗଲେ ପଣ୍ଡିଚେରୀ ସମାଜରେ ତମେ କୁହ କଣ ଦରକାର, ମାଗ ବିକଳ ହେଇକି ମାଗ। ମୁଁ ତାଙ୍କୁ ଗୋଟେ ବାଣୀ କହିଥିଲି, all sincere prayers are granted. सकल आंतरिक प्रार्थना पूर्ण होता है। A sincere prayer never fails. कोई आंतरिक पूर्ण प्रार्थना के व्यर्थ जाना। Every prayer is answered. प्रत्येक प्रार्थना माँ उत्तर देता है, उत्तर मिलता है। तेरे माँ को समाज रे कोई क्या सिले हमारे लोग पिला लगता है, पिला देला पाठ देवे नियंत्रण कले हम 80 वर्ष भी हला किसी वर्ष चली गला पिला जतले कॉलेज रे पढ़िछि बड़े मुस्लिम देव धरी पड़े से मुस्लिम लोग का से जरा का खाना करवा दे के से पिला को मान दो कि गोया पिला काहे की मार दे क्या मां जहाँ चाहूँ आम से खुशी ही पड़ना आम विकल के मागी जाऊँ कौन मागिया कथा आम ठीक जान जोटा मागुचु तेरा आम विक विकल मागे मागे छुआ जो अजर के 5 लोग आए के कोड़े के कांडी से धुरे गले मत चॉकलेट दियो धुरे ओडे चॉकलेट दे छुआ एते जर कांदुती आम कहला ना एते लोग आगे से बेजित करो हां नहीं चॉकलेट जाई चुप हुआ ए करो
ମା ଠିକ ସେଇଭଳିଆ ମା ଜାଣୁଛନ୍ତି ଯେ ତାର ଅସୁବିଧା କାରଣ ତେଣୁ ଦେଇନାହାନ୍ତି ଆଉ ଆମେ ନିକଟକି ମା କରିବା ମାନେ ତାଙ୍କର ପରିସ୍ଥିତି ଆଉ ଅସମ୍ଭାଳି ଦେଲେ ତ ବର୍ତ୍ତମାନ ତା ସେଇ ପରିସ୍ଥିତି କିନ୍ତୁ ମୁସଲିମ ଦେହ ଧରି ପଳେଇ ଆସିଛି ଆଉ ମୁସଲିମ ବସ୍ତୁର ଲୋକ ସବୁ ଖଣ୍ଡା ତଲବାର ଧରିକି ଆସିକି ତାଙ୍କ ଖାଇଛ କୁହାଗଲା ସେ ଭାଲୁ ଆଣିଦେବା ଯାଇକି ହେଲା କଣ କରିବେ ବାପା ମା ଦିଟା କଥାବାର୍ତ୍ତା ହେଇକି ବିଷ ଦେଇଦେଲେ ବିଷ ସିନା ପିଇଲେ କଣ ମରୁଛନ୍ତି ମରୁନାହାନ୍ତି ଦୋ ଗାଁ ହଉଛନ୍ତି ମରୁନାହାନ୍ତି ବୁଝିଲେ ରାସ୍ତାରେ ଲୋକ ଯାଉଥିଲେ କଣ ଏମିତି ଶବ୍ଦ ହଉଛି କବାଟ ଦେଖିଲେ ଭିତରୁ ଦିଆହେଇଛି ସାଉଣ୍ଡ ଜୋର ହଉଛି ବାଡେଇଲେ ଗଲୁ ଶେଷରେ ବାହାର ଗଲା ଦେଖିଲା ଦି ଜଣ ଯାକ ପୁରା ମାନେ ଘାଟି ଚୋଟ ହେଇଗଲେଣି ବାକି ବାକି କଣ ନାହିଁ କଣ ହେଇଗଲେଣି ଦିଟା ଯାକ ନେଲେ ମେଡିକାଲ ଯାହା ସବୁ ପିଇଥିଲେ ସବୁ ବିଷକୁ ଯେ ପଣା ପିଆ ପିଇ କରିକି ବାକି କରି ଦେଲେ ବାହାର କରିଦେଲେ ସାଲାଇନ୍ ଲଗେଇଦେଲେ ଟ୍ରିଟମେଣ୍ଟ କରିଦେଲେ ମେଡିକାଲ ଯାହା ତାପରେ ଆସିଲେ କାରଣ ସିଏ ଚାହୁଁଛନ୍ତି ମରିବା ପାଇଁ ହେଲେ ଗଡ ବା ସାଂସନ କରୁନାହାନ୍ତି ମରିବା କୋଉଠି ଇଏ ଚାହୁଁଛନ୍ତି ମରିବା ପାଇଁ ଗଡ ମାସରେ ସାଂସନ ନାହିଁ ତାପରେ କିଛି ଦିନ ଗଲା ପରେ ମୋ ପାଖକୁ ଆସିଲେ କି ଏମିତିକା ପିଲା ମା କାହିଁକି ଦେଲେ ମୁଁ ତମକୁ କଣ କହିଥିଲି Keep cheerful in all circumstances. সকল পরিস্থিতিতে খুশি রো প্রসন্ন হয়ে রো whatever comes to take it as a way for progress তোমার প্রগতি में যাহা আসুଛି ଯୋଉଟା କରିছে ତମ ପ୍ରଗତି ପାଇଁ ଆସୁଛି ଏଇ ଲାଇଫ ତମେ ଗ୍ରହଣ କର whatever comes to ତମକୁ ଯାହା ଆସୁଛି take it as a way for progress ତମ ଅଗ୍ରଗତି ସହାୟକ ବୋଲି ଗ୍ରହଣ କର ଆଉ ମା ଯାହା ଦଉଛନ୍ତି ଯାହା ବ୍ୟବସ୍ଥା ରଖିଛନ୍ତି ଖୁସି ମିଳିଲ ମା ମାରିଲ ଆମେ ତ ମା ଦେଲେ ପୁଣି କାହିଁକି କହୁଛ ଆମେ ମଣିଷ କଣ କହୁ ଭଗବାନ ବାବୁ ଭଗବାନ ତ ନିଷ୍ଠୁର ହେଇଗଲ ତମେ ଆଖିଦେଲ ଶୁଣୁନ ତମେ ବଧି ଦେଇଗଲ ତମ ହାତ ଗୋଡ଼ ନାହିଁ କିଛି ନାହିଁ ତମେ କାଲା ହେଇଗଲେ ଶୁଣିପାରୁନ ଆଖି ଖୋଲି ତମେ ଦେଖିପାରୁନ ତମେ ତ କିଛି କହିପାରୁନ ତମକୁ ଡାକି ଆମର ଖାଇବା କଣ ଏମିତି ଅଭିମାନ କରି ମାଂସ ଭଗବାନ ଆମେ ଯୋଉଟା ମାଗୁ ସେଟା ଦିଅନ୍ତିନି ଅଭିମାନ ବାହାରେ ଆମ ପାଇଁ ସେଟା ଅନାବଶ୍ୟକ ବୋଲି ଭଗବାନ ଚିନ୍ତା କରୁଛନ୍ତି ତେଣୁ ଆମକୁ ଦେଇନାହାନ୍ତି ତାପରେ ଦେଇଦେଲେ ଆମେ ଅସୁବିଧା ହବ ଆମେ କଣ କହୁଛୁ ମୁଁ ସିନା ମୂର୍ଖ ତମେ ଭଗବାନ ମୂର୍ଖ ହେଇଗଲୁ ତମେ ତ ଜାଣିଥିଲ ମୋ ପାଇଁ ଏଇଟା ଅସୁବିଧା ପୁଣି ଦେଲ କାହିଁକି ତମେ ଦେଲ ନାହିଁ ମତେ ଏତେ କଥା କହିଲ ଅନ୍ଧ ବୋଲି କହିଲ କାଲା ବୋଲି କହିଲ ବିକ୍ରମ ବୋଲି କହିଲ ଏତେ କଥା କହିଲେ ଗାଳି ବୋଲି କଲ ଦେଲିନି ବୋଲି ଆଉ ଏଇଟା ଦେବାର ବୋଲି କହିଲ ମୁଁ ମୂର୍ଖ ହେଲେ ତମେ ମୋ ଭଳିଆ ମୂର୍ଖ କି ତମେ ଭଗବାନ ମୂର୍ଖ ହେଲେ ସଂସାର କଣ ହବ ତମେ କେମିତି ଜାଣିଥିବି ଦେଲ ଇଏ ହଉଛି ମଣିଷର ବିଚାରଧାରା ତେଣୁ ମଣିଷ ଠିକ ସେଇଭଳିଆ ଏଇଭଳିଆ ଭଗବାନ ସେ କଣ କରୁଛି ବାରମ୍ବାର ଅଭିଯୋଗ କରିବେ କିନ୍ତୁ ଯାହା ପରିସ୍ଥିତି ଆମେ ତିଆରି କରାହେଇଛି ସେଇଟା ଯେ ତା ପାଇଁ ଅଗ୍ରଗତିର ସହାୟକ ଏଟା ସେ ବୁଝିପାରୁନି ଏ ଦୃଷ୍ଟିରୁ ଭଗବାନ କଣ କରନ୍ତି ଯେହେତୁ ତାର ଅନ୍ତରାତ୍ମା ଦ୍ୱାରା ମଣିଷ ଚାଲିବା ପାଇଁ ସମର୍ଥ ହେଇନି back growth এই ধারায় তার গ্রোথ লাগবে এক্সপেরিয়েন্স হলে তার বিকাশ হবে ইয়াদা আমি এক্সপেরিয়েন্স হব তো কাহারে কোন প্রকার এক্সপেরিয়েন্স এর আবশ্যকতা আছে তা সাকি কোন প্রকার এক্সপেরিয়েন্স হବାକୁ চাହୁଛି ସେ ডিসাইড করে শ্রেণীর লিখে যেটা সরে ছাড়ো আমার ये सरकार को देंगे पंच महाभूत रहते हैं मेटेरियल उपाधि रहते हैं पंच महाभूत रहते हैं कारण पंच महाभूत से मिल जाए प्राण विश्व प्राण केंद्र आते प्राण जगत आते से प्राण जगत चले जाए मन जगत चले जाए चैतन्य जगत चले जाए से अपेक्षा करी रहे से डिसाइड करे मोर केते कोन एक्सपीरियंस है आउ को एक्सपीरियंस लेबी तार सेटू थाई से डिसाइड करे को मा चाहूची को परिवेश को प्रकार जीवन सेटू से डिसाइड करे कैसे हला तो जब से उनको डिसाइड है से सेही कथा नहीं हो हम एते परसेंट को चाकरी कला नहीं जुला धरी गुरु की परसेंट को करछि
भगवान चिंता करते तो जुरा की बुरी पात्र काम करू से क्वाली योजना पछर थाउ चाकरी पछर गोड़ थाउ कोन होता तो चाकरी बोला जाए कारण जे जो काम करे उद्देश्य के आसे थी केवल से सही काम ही करे अलग काम कर पारिबा नहीं ताहे तो जे बहुत लोग पाठ करे डॉक्टर करे दे तो बानी मां कहिए of one thing you can be sure गोटिए कथा तो अवश्य निश्चित हो और जरा your future is in your hand तुम्हारा भविष्य तो तुम हाथ में है you can become the man you want to be तुम्हें जो प्रकार मनुष्य और कुछ है वो से प्रकार मनुष्य करो कि मनुष्य को अतिक्रमण करेगा ये मनुष्य साथ है करियो ये मनुष्य से भी करेगा नहीं the higher will be your ideal and aspiration the higher will be your realization तब भविष्य जितने उच्चतर हो the higher will be your aspiration the higher will be your realization तब उपलब्ध मध्य सत्य उच्चतर तो keep your fine realization पूरे जुड़ा संकल्प रखो never forget the true aim in your life तम जीवन में यथार्थ लक्ष्य को कदा भी करियो पाटे करू तो जहां करना है जीवन में जो प्रकृत लक्ष्य आने ताको आगु बोलिबा जदि एई कथा के मन जान करि परदुआ जीवन प्रकृत लक्ष्य कोन सेटा जानि चुके परंदा कोन में मानव जो पाइते तो जानि चुकी माके मैं वास क्रेके एक्सप्रेस हो रहा मनुष्य मानव को शिक्षित कराए तो भगवान को प्रकाश करेगा The divine is everything and everywhere. भगवान होते सब किसी एवं भगवान सब जगह अछंती Man was created to discover the divine. मनुष्य मानव को शिक्षित कराए थे ये भगवान से आविष्कार करेगा and his mission is to manifest it. एक बात मनुष्य असल अभिमुख्य ता मानव जीवन अभिमुख्य हो जाएगा जिसे भगवान को प्रकाश करेगा जेपरि ना भगवान को प्रकाश करी नामु से पर्यंत मानव जीवन कंप्लीट है सार्थक है तेनो एई चैत्य सत्ता जहां को इंस्ट्रूमेंट रूप में व्यवहार करी विकास को त्वरान्वित कराना सेरा माइंड वाइटल एंड बॉडी तो से मन को समर्थन करती प्राण को समर्थन करती और शरीर को समर्थन करती ग्रहण करते हैं the psychic being is organized by the inner truth ये चैत्य सत्ता हम विकृत अंतर्निहित सत्य चतुर्पार्श्व संवर्धित की ध्यान इतिहास जाने के संत जवानी भगवान सत्य ये चैत्य सत्ता का सीधा साधा संपर्क रही तो मनुष्य लक्ष्य निजर आत्मा सह युक्त होई अनंत मध्य निर्भर करिए ये जो निजर आत्मा सह युक्त हुआ ये आत्मा से युक्त हुआ माने ये युक्त हमारा मन हमारा प्राण हमारा शरीर एक चैत्य सत्ता सहित सम्मिलित है चैत्य अग्नि में जो शामिल करने चैत्य प्रभाव को रिसीव करने चैत्य उपादान परिपुष्ट करने चैत्य हुए अभिषेक करेंगे तेरे एक चैत्य सत्ता हमको परम पर सम्मान सेठी नहीं मानव जीवन उद्दिष्ट प्रत्येक जीवन में भगवान इतने कृपामय गोटिए दिन चांस रीजन विकास करेगा वर्षर 365 दिन भीतर गोटिए दिन होते सब मनुष्य में गुरुत्वपूर्ण बाकी 364 दिन जेते गुरुत्वपूर्ण नहीं गोटिए दिन सब गुरुत्वपूर्ण सीधा बात कहीं बात है गुरुत्वपूर्ण क्या बात में हम साइकिक हम आत्मा शब्द परम साक्षात दिवस सेदिन परम हम आसती हम आत्मा सहित संपर्क जदि हम अभिषेक करें आसुरा करें सचेतन नहीं विगत जन्म मान जो अनुभूति हमें हासिल करिया कथा सिद्धि
ଲାଭ କରିବା କଥା ଯଦି ଉପଲବ୍ଧି ଆଣିପାରି ନାହୁଁ ଜନ୍ମଦିନରେ ଯଦି ସେ ଉପଲବ୍ଧିକୁ ସଚେତନ ହେଇକି ସେ ଉପଲବ୍ଧିକୁ ଆମେ ହାସଲ କରିପାରିବା। এইଥିପାଇଁ ଜନ୍ମଦିନ ହେଉଛି ଗୁରୁତ୍ୱପୂର୍ଣ୍ଣ ଦିନ। ଇଏ ହେଉଛି ଆତ୍ମାର ଦିବସ, ଇଏ ମନ ପ୍ରାଣ ବା ଶରୀର ଦିବସ ନୁହେଁ। ଯେହେତୁ এই ଜନ୍ମଦିନ ଆତ୍ମାର ଦିବସ, ଏ ମା କହୁଛି ମୁଁ ସେଦିନ ବହୁତ କିଛି କରିଦେଇପାରେ, ପରମ ଚେତନା ମୁହଁକୁ ମୁଁ ସେଦିନ ଉଠେଇ ଦେଇପାରେ, ପରମ ସହିତ ତମକୁ ପରିଚିତ କରାଇ ଦେଇପାରେ, ଜୀବନର ସାର୍ଥକତା ସେଦିନ ପରିପ୍ରକାଶ ହେଇପାରେ। ଏ ଜନ୍ମଦିନ ହେଉଛି ଦ ଡେ ଅଫ ଡିସିସନ, ସିଦ୍ଧାନ୍ତର ଦିବସ। ସେଦିନ ଆମେ କଣ କରିବା ସେ ସିଦ୍ଧାନ୍ତ ନିଆଯାଇ ପାରିବ। ଜନ୍ମଦିନରେ ପରମ ସହିତ ଦେଖା ହେବାର ଦିନ, ଜନ୍ମଦିନରେ ଆମର ପ୍ରକୃତ ପରିଚୟ କଣ ତାର ପରିଚୟ ଲାଭ କରିବା ପାଇଁ ସେ ଦିବସକୁ ଉଦ୍ଦିଷ୍ଟ। ତେଣୁ ଆମେ ପରମ ଚେତନାର ଭୂମିକୁ ଯେତେବେଳେ ଉଠନ୍ତି ସେତେବେଳେ ଆମେ ଆଇଡେଣ୍ଟିଫାଏ ହେଇପାରନ୍ତି। ସେଇଟା ହେଉଛି ଜନ୍ମ। ଯୋଉଦିନ ଜନ୍ମ ହୁଏ ସେ ଜନ୍ମଦିନରେ ଆମ ପରମ ଚେତନା ଭୂମିକୁ ଉତ୍ତୋଳନ କରନ୍ତି ନା ଯଦି ଆମେ ସଚେତନ ହେଇପାରିଲେ ତାହେଲେ ସେଦିନ ଆମେ ଆମର ଯଥାର୍ଥ ପରିଚୟ, ମୁଁ ପ୍ରକୃତିରେ କିଏ, ମୋର ପରିଚୟ କଣ, ସେଇଦିନ ଆମେ ଜାଣିପାରିବା। ପ୍ରତ୍ୟେକଙ୍କ ଜୀବନରେ ଏ ଦିନଟି ହେଉଛି ଏକ ସୁଯୋଗ, ଅନ୍ୟ ଦିନ ନୁହେଁ। ଅଲଗା ମା ଦେଇଥାନ୍ତେ ଜନ୍ମଦିନ ଯେହେତୁ ଆତ୍ମାର ଦିବସ, ସମସ୍ତଙ୍କ ପାଇଁ ସୁଯୋଗ ଦିବସ। ବରଂ ডিস্টার্ব হইলে আলাদা হবে, এটা গুরুত্বপূর্ণ। আমার ছুয়া মানুষ ছাড় দো না তলে, এটা গুরুত্বপূর্ণ আলোচনা, ডিস্টার্ব হইলে হবে। ছুয়া মানুষ পাখা রখান, এটা বহুত গুরুত্বপূর্ণ আলোচনা, আপনার আটেনশন ডাইভার্ট করবে। जो छुआ बसले शोष पड़े बसে খুঁজবু যাব ହେଲା। ଜନ୍ମଦିନରେ ପରମ ଦିବ୍ୟସତ୍ତା ତାଙ୍କ ଦ୍ୱାର ଆମ ପାଇଁ ଖୋଲା ରଖିଥାଏ। ଯାହାଫଳରେ ଆମେ କଣ କରୁ, ତାଙ୍କ ଚେତନା ମାଧ୍ୟମକୁ ତାଙ୍କ ଉପସ୍ଥିତିର ବଳ ଭିତରକୁ ପ୍ରବେଶ କରିବା ପାଇଁ ସୁଯୋଗ ମିଳେ। ତାଙ୍କର ଛାତ୍ର କଲା ଜନ୍ମଦିନରେ ବାକି ଦିନରେ 364 ଦିନ ବନ୍ଦ ଥାଏ। এই ভগবত চেতনা রাজ্য মধ্যে অনুপ্রবেশ করিয়া পাই কেতে যে তপস্যা, কেতে যে সাধনা, কেতে যে জপ করে পড়ে, কেতে কেতে জীবন বিতি যায় হিসাব না। জন্মদিন হচ্ছে সেইভাবে একটা সুযোগ। To enter into and be possessed by the divine presence and consciousness, to be tuned in our nature into the divine nature, ये হচ্ছে জন্মদিনের সিক্রেসি, ये হচ্ছে জীবনের সিক্রেসি। তেন এই যে দিব্য চেতনা রাজ্যের মধ্যে অনুপ্রবেশ এবং তাকে দ্বারা অধিকৃত হওয়া, আমার প্রকৃতিকে দিব্য প্রকৃতিরে মিশাই তার প্রকৃতির কারণ তার দিকে আমার প্রকৃতি চালিব। বর্তমানে মানবীয় প্রকৃতি আছে, এই মানবীয় প্রকৃতির ভিন্নতা ঘটাইবা সহজ নয়। To be tuned in our nature into the divine nature, to be possessed by the divine presence and consciousness, দিব্য উপস্থিতি ও দিব্য চেতনা দ্বারা আমি অধিকৃত হওয়া, সে আমাকে অধিকার করে, এইভাবে একটা সুযোগ জন্মদিনের থাকে। যেহেতু জন্মদিনে এইভাবে একটা সুযোগ দেয়, তেমন ইয়াকে বড্ড কৃপার কথা আর কোন আছে? জন্মদিনଠୁ বড় কৃপার কথা ଆଉ କିଛି ନାହିଁ। କାରଣ ସେଦିନ ଆମେ ପରମକୁ ଲାଭ କରୁ, ଆମ ଆତ୍ମା ପରମ ସହିତ ମିଶିଯାଏ, ସାକ୍ଷାତ କରେ ଏବଂ ଆମ ପ୍ରକୃତ ପରିଚୟକୁ ଆମେ ଲାଭ କରିପାରୁ। এইଥିପାଇଁ କୁହାଗଲା ବାର୍ଥଡେ ଇଜ ଦ ଡେ ଅଫ ଗ୍ରେସ୍, କୃପାର ଦିବସ। ତେଣୁ ଏଇ ଯୋଉ ବାର୍ଥ ପୁଣି କେତେ ପ୍ରକାର ରହିଛି? ମାତୃଗର୍ଭର ସ୍ଥାପନାକୁ ବାର୍ଥ କୁହାଯିବ, ନା ଶରୀର ଫର୍ମେସନକୁ ବାର୍ଥ କୁହାଯିବ, ନା ଶରୀର ଭୂପୃଷ୍ଠରେ ପଦାର୍ପଣ ତାକୁ କୁହାଯିବ, ନା ଚେତନାରେ ଯେତେବେଳେ ଜାଗ୍ରତ ହୁଏ ସେତେବେଳେ କୁହାଯିବ। ଅନୁମାନ କରିପାରୁଛନ୍ତି କେତେ କଥା କହିଲି? ଆଉ ଥରେ କହୁଛି, ମାତୃଗର୍ଭରେ ସ୍ଥାପନା ଇଏ ହେଉଛି ଗୋଟେ ଜନ୍ମ। ତାପରେ ବଡିର ଫର୍ମେସନ ମାତୃଗର୍ଭ ଭିତରେ ହୁଏ, କମ୍ପ୍ଲିଟ ହେଇଗଲା ବଡି, ତାକୁ କୁହାଯାଉଛି।
ଆଉ ସେ ବଡି ଯେତେବେଳେ ଭୂପୃଷ୍ଠରେ ପଦାର୍ପଣ କରେ ସ୍ଥୂଳ ଜଗତ ପାର୍ଥିବ ଜଗତ ଭିତରୁ ଆସେ ମା ଗର୍ଭ ଭିତରୁ ଆଏ ତାକୁ କହିଲେ କି ଜନ୍ମ ନା ଚେତନା ଯେତେବେଳେ ଜନ୍ମ ହୁଏ ତାକୁ କହିଲେ ଜନ୍ମ এইটা হচ্ছে গুরুত্বপূর্ণ চেতনার জন্য জনে সাধক তার জন্মদিন করে বছর 4 থর যাଆନ୍ତି মারেন ଆଉ ସବୁ ଦେଖୁଥିଲେ କଣ ମା ଇଏ ବର୍ଷରେ ଚାଲୁ ଠିକ ଲକ୍ଷ୍ୟ କରିଛି ଇଏ 4 ଥର ବର୍ଷରେ ଆସୁଛନ୍ତି କେତେ ଥର ଜନ୍ମ ହଉଛନ୍ତି କି ମା କହିଲେ ଦେଖ ତମେ ତାଙ୍କର ସ୍ଥୂଳ ଶରୀରର ଭୂପୃଷ୍ଠ ପଦାର୍ଥକୁ ଜନ୍ମ ବୋଲି କରିଛ ତାର ଜୀବନ କର ତାର ସର ବିଲ ବଜାର ଧରି ଆଗେ ଖାଇଯିବା ତମେ ସେଇଟା ବୁଝୁଛ ତାର ବର୍ଷରେ ଚେତନାର ଜନ୍ମ 4 ଥର ହଉଛି କେମିତି ଆସୁଛି ମାସରେ ବୁଝେଇଦେଲେ ତେଣୁ ଚେତନାର ଜନ୍ମ ହଉଛି ସେ ଚେତନା ଜନ୍ମକୁ ଆମେ ଗୁରୁତ୍ୱ ଦେବା ଦରକାର ତେଣୁ ଚେତନାର ଯୋଉ ନବଜନ୍ମ ପ୍ରତିମନ୍ତ୍ର ହେବା କଥା ଆମେ ତାକୁ କେମିତି ଗୁରୁତ୍ୱ ଦେଉଛୁ ଚେତନାର ନବଜନ୍ମ ପ୍ରତି ମୁହୂର୍ତ୍ତରେ ତେଣୁ ଚେତନାର ଜନ୍ମକୁ ଆମେ ଯଦି ଗୁରୁତ୍ୱ ଦେଉଛେ ତାହେଲେ ଚେତନା କେମିତି ନବୀକରଣ ହେବ ମାଙ୍କ ସହିତ ଏକାକାର ହେଲେ ସମଗ୍ର ସକାଳେ ଯେତେବେଳେ ମାଙ୍କ ଚେତନା ସହିତ ଏକାକାର ହବ ଚେତନାନନ୍ଦ ଭାଇ ସୁନ୍ଦର କହୁଥିଲେ ସକାଳେ ଗୋଟେ ଅବସ୍ଥାରେ ଥାଉ 10 ବେଳକୁ ଆଉ ଗୋଟେ ଅବସ୍ଥାରେ ଥାଉ 12 ବେଳକୁ ଆଉ ଗୋଟେ ଅବସ୍ଥାରେ ଥାଉ ଅବସ୍ଥା ସମାନ ଥାଏ ନିମିଷ ଭିତରେ ଚେଞ୍ଜ ହେଇଯାଏ କାରଣ ଚେତନାର ଭାଇବ୍ରେସନ ବड़ा ବର୍ତ୍ତମାନ ଥାଏ କେତେବେଳେ କୋଉ ପ୍ରକାର କଣ ଘଟିବ କିଛି କହିବେନି ତେଣୁ ଚୈତ୍ର ସପ୍ତାହର ସିଦ୍ଧାନ୍ତ ଅନୁସାରେ ଆମର ବାଟ ଦେଇଥାଏ ଶ୍ରୀରାମ ସେଇ କଥା ଲେଖିବେ ପ୍ରାକ୍ତନ କର୍ମର ସେତିକି ଗ୍ରହଣ କରେ ଯେତିକି ତାର ନୂତନ ଜୀବନର ଭବିଷ୍ୟତ ଅଭିଜ୍ଞତା ପାଇଁ ପ୍ରୟୋଜନ ବାଣୀମଣ୍ଡଳ ମହାପୁରୁ କହୁଛି ପ୍ରାକ୍ତନ କର୍ମର ସେତିକି ଗ୍ରହଣ କରେ ଯେତିକି ତାର ନୂତନ ଜୀବନର ଭବିଷ୍ୟତ ଅଭିଜ୍ଞତା ପାଇଁ ପ୍ରୟୋଜନ ତେଣୁ ନୂଆ ଜୀବନ ଭବିଷ୍ୟତ ଅନୁଭୂତି ଅଭିଜ୍ଞତା ଅର୍ଜନ କରିବ ସେଥିପାଇଁ ଯାହା ଦରକାର ପାସ୍ ଲାଇଫରୁ ସେ ସେତିକି ଧରିକି ଆସେ ବଡିକୁ ଆଣେନି ଆଉ ଗୋଟେ ବଡି ଆଣେ ଆଉ ଗୋଟେ ମନ ଆଣେ ଆଉ ଗୋଟେ ପ୍ରାଣ ଆଣେ ଯୋଉ ପ୍ରାଣ ତାକୁ ସହଯୋଗ କରିବ ସେ ପ୍ରକାର ପ୍ରାଣ ବାଚିବ ଯୋଉ ମନ ତାକୁ ସହଯୋଗ କରିବ ସେ ପ୍ରକାର ମନ ବାଚିବ ଯୋଉ ଶରୀର ତାକୁ ବିକାଶ କରି ବା ସେ ଅନୁଭୂତି ଅର୍ଜନରେ ସେ ଅଭିଜ୍ଞତା ଅର୍ଜନରେ ସହଯୋଗ କରିବ ସେଇ ପ୍ରକାର ବଡି କମିଶନ ତାପରେ ଚେତସତା ବିକାଶ କରିବେ ଯେତେବେଳେ ଚେତସତା ପୂର୍ଣ୍ଣ ମାତ୍ରା ବିକାଶ କରିଯାଏ ଆଉ ଥରେ ସରଳତା କରି ଆବଶ୍ୟକତା ନଥାଏ ଇଚ୍ଛା କରିକି ଯାଇପାରେ କିନ୍ତୁ ଆବଶ୍ୟକତା ନଥାଏ এই ଯୋଉ ଚୈତ୍ର ସପ୍ତାହ ପରମ ଉତ୍ସରୁ ଗୋଟିଏ ଧାରା ଦେଶ କାଳ ମଧ୍ୟକୁ ନିକ୍ଷିପ୍ତ ହେଇ ଯାହା ବ୍ୟକ୍ତି ଜୀବନକୁ ନିୟମନ କରେ ଆଉ ବ୍ୟକ୍ତି ଜୀବନର ଅସଲ ଶକ୍ତି ହେଇ କାର୍ଯ୍ୟ କରେ ବୁଝିଗଲା କଥା ପରମ ଉତ୍ସରୁ ଗୋଟିଏ ଧାରା ଯାହା ଦେଶ କାଳ ମଧ୍ୟକୁ ନିକ୍ଷିପ୍ତ ହେଇଛି କୋଉ ଦେଶରେ ଜନ୍ମ ହେବ କୋଉ ପରିବାରରେ ଜନ୍ମ ହେବ କୋଉ ମା ବିଦେଶରେ ଜନ୍ମ ହେବ କୋଉ ପରିବେଶରେ ଜନ୍ମ ହେବ ଏ ସବୁଠି କମ୍ପ୍ଲିଟ ଏକ୍ସଚେଞ୍ଜ ଆମେ ଯୋଉ ପରିବେଶରେ ଜନ୍ମ ହେଇଛୁ ଆମର କିଛି ଏକ୍ସପିରିଏନ୍ସ ସାଇଟି ନେବା ପାଇଁ ଚାହିଁଛି ସେ ଯୋଉ ଏକ୍ସପିରିଏନ୍ସ ନେବା ପାଇଁ ଚାହିଁଥିବା ଯୋଗୁଁ ଏଇ ପରିବେଶରେ ଜନ୍ମ ନେଇଛୁ ଯେତେବେଳେ ସେ ପ୍ରକାର ପରିବେଶ ଯୋଗାଇ ଦେବାର ଅସମର୍ଥ ହେଲେ ସେ କଣ କରିବ ରିଜେକ୍ଟ କରିଦେବ ଇଭେନ୍ ଅନେକଙ୍କର ମାତୃ ଗର୍ଭ ଭିତରୁ ବୀଜ ବୋହି ଯାଉଛି ତାର କାରଣ ଏ ଫର୍ମେସନଟା ଠିକ ହେଲାନି ଜଣେ କାରିଗର ମୂର୍ତ୍ତି କରୁଛନ୍ତି ମୂର୍ତ୍ତି ଗଢ଼ିବା ଯଦି ନାକଟା ଲମ୍ବା ହେଇଗଲା ବାଇ ମିଷ୍ଟେକ୍ କିମ୍ବା କାନଟା ଗୋଟେ ବନ୍ଦ ହେଇଗଲା କି ହାତଟା ଗୋଟେ ବଡ ହେଇକି ଗୋଟେ ସାନ ହେଇକି ଗୋଟେ ମୋଟା ହେଇକି ଗୋଟେ ଛୋଟ ହେଇଯାଇଛି ଭାଙ୍ଗିବା ରଖିବ ଭାଙ୍ଗିବ ଆଚ୍ଛା ତାଙ୍କର ଯୋଉ ଭାଙ୍ଗିବାଟା କଣ ସୂଚଉଛି ନୂଆ କରି ଗଢିବା ପାଇଁ ତେଣୁ ଶରୀର ଯେତେବେଳେ ବିନଷ୍ଟ ହଉଛି ତା ସୂଚନା କଣ ଦଉଛି ନୂଆ କରି ଏକ ଶରୀର ଆସିବ ଯୋଉ ଶରୀର ସୌନ୍ଦର୍ଯ୍ୟକୁ ପ୍ରକାଶ କରିବ ଯୋଉ ମନ ଦିବ୍ୟ ଜ୍ଞାନକୁ ପ୍ରକାଶ କରିବ ଯୋଉ ପ୍ରାଣ ଦିବ୍ୟ ଶକ୍ତିକୁ ପ୍ରକାଶ କରିବ ଆଉ ଯୋଉ ସାଇକି ଭିତରେ ସ୍ଥାନ ପାଇ ହୃଦୟ ଭିତରେ ସେ ଦିବ୍ୟ ପ୍ରେମକୁ ପ୍ରକାଶ କରିବ
ତେଣୁ ବଡି ଦିବ୍ୟ ସୌନ୍ଦର୍ଯ୍ୟ, ମାଇଣ୍ଡ ଦିବ୍ୟ ଜ୍ଞାନ, ପ୍ରାଣ ଦିବ୍ୟ ଶକ୍ତି, ହୃଦୟ ଦିବ୍ୟ ପ୍ରେମ। These are the four aspects of the supreme truth. এটা ভালো করে মনে রাখা দরকার। এই চারটা কথা, দিব্য প্রেম, দিব্য জ্ঞান, দিব্য শক্তি, দিব্য সৌন্দর্য, এই চারটা কথা হলা four aspects of the supreme truth. পরম সত্যর এই হচ্ছে চারটা aspects। এই কথাକୁ ସାଇକି ସମ୍ଭବ କରିବା ପାଇଁ ଏ ଧରା ପୃଷ୍ଠକୁ ସେ ଆସିଲେ। କାହିଁକି ନା ଆର୍ଥ ଲାଇଫ୍ ଇଜ ଦ ପ୍ଲେସ୍ ଫର ପ୍ରୋଗ୍ରେସ। ପୃଥିବୀକୁ ଯେ ନ ଆସିବ, ପାର୍ଥିବ ଜୀବନ ଯେ ନ ବଞ୍ଚିବ, ତାର ପ୍ରୋଗ୍ରେସ ହବ ନାହିଁ। କାରଣ ପୃଥିବୀ ହେଉଛି ଅଗ୍ରଗତିର କ୍ଷେତ୍ର। ଏ ପୃଥିବୀକୁ ଯିଏ ଆସିବ ତାର ଅଗ୍ରଗତି ହବ। ସେଇଠୁ ତ ଦେବାଦେବୀ ମାନେ ଆସନ୍ତି। ମା ତ ଧ୍ୟାନ କରନ୍ତି, ହଜାର ହଜାର ଦେବାଦେବୀ ଆସନ୍ତି। 1923 ମା ଧ୍ୟାନ କରୁଥିବା ସମୟରେ ହଜାର ହଜାର ଦେବାଦେବୀ ଆସିଥିଲେ। ସେ ଦେବାଦେବୀ ମାନଙ୍କୁ ସେ ସନ୍ଦେଶ କଲେ। 23 ମସିହାର କଥା ମୁଁ କହୁଛି, 1923 ମସିହାର କଥା। ସନ୍ଦେଶ କଲା ଯେ ତମମାନଙ୍କ ଭିତରୁ କିଏ ହ୍ୟୁମାନ ଫର୍ମ ରହିବାକୁ ଚାହୁଁଛ? ହ୍ୟୁମାନ ଫର୍ମରେ କେହି ରାଜି ହେବେ, ଜଣେ ରାଜି ହେବେ ଯେ ଦେବତାଙ୍କର ଈଶ୍ୱର ଗଣେଶ ଭଗବାନ ଶ୍ରୀକୃଷ୍ଣ ଯିଏ, ସେ ରାଜି ହେବେ। ଏବେ ମୁଁ ରାଜି ହେଇଛି। ତାପରେ ମା ତାଙ୍କୁ ନେଇଗଲେ। କୃଷ୍ଣ ବର୍ତ୍ତମାନ ରାଜି। ସେଦିନ କହିଥିଲେ ଇଏ କୃଷ୍ଣ ଇଜ ଅଲସୋ ମାଇ ସନ୍। ମା ଏ କଥା କହିଲେ ଇଏ କୃଷ୍ଣ ଇଜ ଅଲସୋ ମାଇ ସନ୍। ଏପରିକି କୃଷ୍ଣ ହଉଛନ୍ତି ମୋତେ ମୋର ପିଲା। କାରଣ କୃଷ୍ଣ ଯଦି ରାଜି ହେଇଛନ୍ତି, ସେ ହଉଛନ୍ତି କୋଉ ଚେତନାର ବିଷୟ? ଓଭରମାଇଣ୍ଡ ଗଡେଜ, ପ୍ରିପେୟାରିଂ ଦ ଡିସେଣ୍ଡ ଅଫ ସୁପରମାଇଣ୍ଡ ଆଣ୍ଡ ଆନନ୍ଦ। ଅତି ମନୋରମ ଆନନ୍ଦର ଅବଗାହନ ପାଇଁ ସେ ପ୍ରସ୍ତୁତ କରୁଛନ୍ତି। ନଟ୍ ଦ ସୁପରମାଇଣ୍ଡ ଲାଇଟ୍, ସେ ଅତିମାନସ ଆଲୋକ ନୁହନ୍ତି, ବଟ୍ ଓଭରମାଇଣ୍ଡ ଗଡେଜ। ସେ ହଉଛନ୍ତି ଅଧିମାନସ ଈଶ୍ୱର, ଆନନ୍ଦମୟ, ପ୍ରେମମୟ, ଅଧୀଶ୍ୱର ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଆଉ ଏ ଭଗବାନ ଶ୍ରୀକୃଷ୍ଣ ରିପ୍ରେଜେଣ୍ଟେସନ ଅଫ ଡିଭାଇନ ଲଭ, ଦିବ୍ୟ ପ୍ରେମର ସେ ହଉଛନ୍ତି ପ୍ରତିନିଧି। ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ଦିବ୍ୟ ପ୍ରେମର ପ୍ରତିନିଧି। ତେଣୁ ଯୋଉ ଦିବ୍ୟ ପ୍ରେମ ପ୍ରକାଶ ପାଇଲେ, ଦିବ୍ୟ ଆନନ୍ଦ ପ୍ରକାଶ ପାଇଲେ, ଦିବ୍ୟ ସୌନ୍ଦର୍ଯ୍ୟ ପ୍ରକାଶ ପାଇଲେ, ସୁପ୍ରମେଣ୍ଟାଲ ଡିସାଇଡ୍ କରିବ। ସେଇଥିପାଇଁ ଆମମାନଙ୍କର ମନ ପ୍ରାଣ ଶରୀରକୁ ମାର୍ଜିତ କରାହଉଛି ଏଇ ବାର୍ଥ ଡେଥ୍ ମାଧ୍ୟମରେ। ଇଏ ହେଉଛି ତା ସିକ୍ରେଟ। ବୁଝିପାରୁଛି? ଭଗବାନ ଶ୍ରୀକୃଷ୍ଣ ଗୋଟେ ଫ୍ଲୁଟ ଧରିକି ଆସିଥିଲେ। ଫ୍ଲୁଟର ବଂଶୀ ଆପଣ ଦେଖିବେ, ବଂଶୀଟା କଣ ଧରିଥିଲେ? ତାର କିଛି କାରଣ ଅଛି ନା ନାହିଁ? କାରଣ ସେ ବଂଶୀ ସ୍ୱରରେ ଆକର୍ଷିତ କରୁଥିଲେ। ବୁଝିଲେ? ଦିବ୍ୟ ପ୍ରେମ ଭାବ ତାଙ୍କ ଭିତରେ ଜାଗ୍ରତ ହଉଥିଲା। ସେ ସ୍ୱର ଯିଏ ଶୁଣୁଥିଲା ତା ଭିତରେ ସେ ପୁଲକ ତିଆରି ହଉଥିଲା। ତେଣୁ ଭଗବାନ ଶ୍ରୀକୃଷ୍ଣ ବୋଲୁଥିବା ବେଳେ ଗୋଟେ ଜାଗାରେ ରହୁଥିଲେ, ବଂଶୀ ବୁଝଉଥିଲେ, ଗୋଦାନ ବୁଝଉଥିଲେ, ଆକର୍ଷିତ ହଉଥିଲେ। ଏଠି ଯେମିତି କୃଷ୍ଣ ପ୍ରତିନିଧିତ୍ୱ କରୁଛନ୍ତି କଣ ପାଇଁ? ନା ଆମେ ସମସ୍ତେ ସେ ପରମ ଚେତନା ଅଭିମୁଖେ ଆକର୍ଷିତ ହବା। ପରମ ଚେତନା ପ୍ରତି ଆକର୍ଷଣ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ବଂଶୀ ଧରିକି ଆସିଛନ୍ତି। ବଂଶୀ ସ୍ୱର ସେଇଟା ମା କଣ ଅର୍ଗାନ ମ୍ୟୁଜିକ ବୋଲୁଛନ୍ତି। ତାର କାରଣ ହଉଛି এই অর্গান মিউজিক দ্বারা পার্থিব চেতনাকে পরম চেতনা সହିତ মা ଯୋଡୁଛନ୍ତି। ତେଣୁ ଆମର ମନ, ଆମର ପ୍ରାଣ, ଆମର ସର୍ବସତ୍ତା ସେ ମ୍ୟୁଜିକ ସହିତ ଏକାକାର ହୁଏ। ତେଣୁ ଆମେ ପାର୍ଥିବ ଚେତନାରୁ ପରମ ଚେତନା ଆଡ଼କୁ ଯିବା ପାଇଁ ଯୋଉ ସଂଯୋଗ ଦରକାର ସେଟା ସମ୍ଭବ ହେଇପାରିବ। ତେଣୁ ମା ସେଇଦିନ ଅର୍ଗାନ ମ୍ୟୁଜିକ ବଜଉଥିଲେ। ତା ସହିତ ଏକାକାରରେ ଆମେ ପରମ ଚେତନା ସହିତ ଆମେ ଯୋଡ଼ି ହେଇପାରିବା। ଗୋଟେ ମୌଳ ଚନ୍ଦ୍ରିକା ଭଗବାନ ଶ୍ରୀକୃଷ୍ଣ ନେଇଥିଲେ। ଦେଖିଥିଲେ ତାଙ୍କ ଗୋଟେ କଣ ସେ ମୌଳ ଚନ୍ଦ୍ରିକା କେତେ ରଙ୍ଗ ଦେଖନ୍ତି? ସବୁ ପ୍ରକାର ରଙ୍ଗ ତା ଭିତରେ ଖୋଜନ୍ତି। ମୌଳ ଚନ୍ଦ୍ରିକା ସବୁ ପ୍ରକାର ରଙ୍ଗ ଅଛି, କିନ୍ତୁ ସବୁ ରଙ୍ଗ ମିଶ୍ରଣରେ ସୌନ୍ଦର୍ଯ୍ୟ ବିଷୟ ପ୍ରକାଶ କରିଛି ନା? ମୌଳ ଚନ୍ଦ୍ରିକା ସୁନ୍ଦର ଲାଗେ? ମୌଳ ଚନ୍ଦ୍ରିକା ଆମକୁ ସୁନ୍ଦର ଲାଗେ କି? ତେଣୁ ଏଇ ସମନ୍ୱୟମୂଳକ ଭାବରେ ସୌନ୍ଦର୍ଯ୍ୟକୁ ପ୍ରକାଶ କରିବା
ସବୁଟା ଗ୍ରହଣ କରାଯିବ ତାପରେ ସୌନ୍ଦର୍ଯ୍ୟ ପ୍ରକାଶ କରିବ। ଆମେ ଗାଡ଼ି ଚଲେଇବା ବ୍ରେକ୍ଟା କାହିଁ ରଖିଲେ କେଜାଣି, ସେ କ୍ଲଚ୍ଟା କ'ଣ ରଖିଲେ କେଜାଣି। ଆଚ୍ଛା ଯଦି ଗାଡ଼ିରେ ବ୍ରେକ୍ ରହିବନି କ୍ଲଚ୍ ରହିବନି ଡାଇରେକ୍ଟ ଗିୟର ପକା ଏକ୍ସିଲେଟର ମୋଡ଼ିବା, ମଣିଷ ମରିବ ନା ବଞ୍ଚିବ କୁହ? ହାଁ ମରିବନି, ନିଶ୍ଚିତ ଆକ୍ସିଡେଣ୍ଟ। ତାହେଲେ ଏଇଟା ରହିବା ଦରକାର କି ନାହିଁ? ଆମେ ତ ଖାଲି ପଜିଟିଭ ନେଗେଟିଭ କିଛି ଧରୁ ହବ। ପଜିଟିଭ ଯେମିତି ଆବଶ୍ୟକତା ଅଛି ନେଗେଟିଭ ସେମିତି ଆବଶ୍ୟକତା ଅଛି। ଗାଡ଼ିରେ ଯେମିତି ଗିୟର ପକା ହଉଛି ଏକ୍ସିଲେଟର କାମ ସ୍ପିଡିଂ ବଢାଉଛି, ଗିୟର ବଢାଉଛି, ସେତେବେଳେ ନେଗେଟିଭ ଜିନିଷଟା କ୍ଲଚ୍ ଚାପିଲେ ବ୍ରେକ୍ ମାରିଲେ ଗିୟର କମେଇଲେ ତେଣୁ ବ୍ରେକ୍ କ'ଣ କଲା ଯେତେବେଳେ କମେଇଲା ତାର ରୋଲ ଅଛି ନା ନାହିଁ। ତେଣୁ ମଣିଷ ପାଇଁ ଦୁଇ ପ୍ରକାର ଜିନିଷ ଆବଶ୍ୟକତା ଅଛି। ସବୁ ଜିନିଷରେ ଗୋଟେ ଇକ୍ୱିଲିବ୍ରିୟମ ଅବସ୍ଥା ରହିବା ଦରକାର। ଇକ୍ୱିଲିବ୍ରିୟମ ମାନେ କେବଳ ପଜିଟିଭ ନେଗେଟିଭ ରହିବ, ପଜିଟିଭ ରହିବ, କିନ୍ତୁ ଗୋଟେ ହାର୍ମୋନିୟସ୍ ଷ୍ଟେଟ୍ ରହିବ। ଏଇଟା ଇକ୍ୱିଲିବ୍ରିୟମ। କ'ଣ କହିଲି ହେଲା? ନେଗେଟିଭ ରହିବ, ପଜିଟିଭ ରହିବ, କିନ୍ତୁ ଗୋଟେ ହାର୍ମୋନିୟସ୍ ଅବସ୍ଥାରେ ରହିବ, ସଂଗତିପୂର୍ଣ୍ଣ ଭାବରେ। ଏଇଟା ହେଲା ଇକ୍ୱିଲିବ୍ରିୟମ ଅବସ୍ଥା। ଆମେ ମୋ ମାଆଙ୍କୁ ଡାକୁଛେ ମୋର ଖାଲି ପଜିଟିଭ ସକ୍ସେସ୍ ଯେ ମାଆଙ୍କୁ ଧରିତେ ଗୋଟେ କଥା ଭାଇନା ମନେ ରଖିବେ, ହିଜ୍ ଫେଲିୟର ଇଜ ନଟ୍ ଫେଲିୟର whom God is। ତାହାର ବିଫଳତା ନୁହେଁ ଯାହାକୁ ଭଗବାନ ପରିଚାଳିତ କରୁଛନ୍ତି। ଯଦି ଭଗବାନ ଆମକୁ ପରିଚାଳିତ କରୁଛନ୍ତି ସମାଜ ଲୋକ ଆମେ କହିବା ଫେଲୁଅର ହେଇଗଲା, ଲୋକେ କହିବା ଆମେ ଫେଲୁଅର ହେଇଗଲା। ତେଣୁ ଆମ ଜୀବନ ମ୍ୟାଚର ଦୃଷ୍ଟିକୋଣ ସେ କିନ୍ତୁ ତା ଲାଇଫରେ ସକ୍ସେସ୍ ହେଇପାରିବ ନାହିଁ, ତାର ଚେତନା ଉତ୍ତରଣ କରିବେ ନାହିଁ। ତେଣୁ ମା ହେଇଛନ୍ତି, ମା ଗାଇ କରୁଛନ୍ତି। ତେଣୁ ମାଙ୍କର ଗାଇଡାନ୍ସ ଆମକୁ କେବେ ଡାଉନଫଲ୍ କରିବନି। ସେଇଥିପାଇଁ କହିଲା ହିଜ୍ ଫେଲିୟର ଇଜ ନଟ୍ ଫେଲିୟର whom God is। ତାହାର ବିଫଳତା ନୁହେଁ ଯାହାକୁ ଭଗବାନ ପରିଚାଳିତ କରୁଛନ୍ତି। ତେଣୁ ଆମ ସାଇକିକ୍ ଆମ ଜୀବନକୁ ଗାଇଡ୍ କରିବ। ଏଇଥିପାଇଁ ଆବଶ୍ୟକତା ଅଛି। କ'ଣ ଆବଶ୍ୟକତା ଅଛି? ଡେଥର ଆବଶ୍ୟକତା ଅଛି। କାହିଁକି ଆମେ ଯୋଉ ବଡି ପାଇଛେ ଏଇଟା ମାଟି ଉପରେ ଲଗେ ସିଏ ଗୋଟେ କଥା କହିବ death is a passage towards immortality। ଇମୋର୍ଟାଲିଟି ହେଲା ଅମରତ୍ୱ। ଅମରତ୍ୱ ଗଲାବେଳେ ଯୋଉ ଦୁଆର ଦେଇକି ଯିବା ସେ ଦୁଆର ଆସିବେ କୁହନ୍ତୁ ଅମରତ୍ୱରେ ଯିବେ ନା ନାହିଁ? ଆମେ ଅମରତ୍ୱ ଚାହୁଁଛୁ ନା ନାହିଁ? ମଣିଷ କୋଉ କଥା ପାଇଁ ଚିନ୍ତା ମଣିଷ ପାଇଁ ଡେଥ୍ ଆସୁଛି ମତେ କଣ ସେ ଡେଥ୍ ବିଷୟରେ ଚିନ୍ତା କରୁଛି। ଡେଥ୍ ବିଷୟରେ ଯେ ଚିନ୍ତା କରିବ ତାହା ସେ ଭାଇବ୍ରେସନ କ୍ରିୟା କରିବ। ବାଟରେ ଯାଉଥିବା ଜିନିଷକୁ ତା ଚେତନାର ଘୂର୍ଣ୍ଣି ଭିତରୁ ସେ ଟାଣିକି ଆଣିବ। ସେମିତି ଗୋଟେ ଘଟଣା ହେଇଥିଲା କୋରାପୁଟ ଅଞ୍ଚଳରେ। ଜଣେ ଲୋକର ପିଲାମାନଙ୍କ ବାହାରେ ପଚାରୁନାହାନ୍ତି ବୁଢା ହେଇଗଲେ ବହୁତ ଦୁଃଖ ଦରକାର, ପଇସା ପତ୍ର ଖାଲି ପଠେଇ ଦଉଛନ୍ତି, ହେଲେ ବୁଢା ବୟସରେ ସେବାଟା ଦରକାର, ପଇସା କଣ ସେବାଟା ଦବ କି? ପୁଅ ବୋଉ ମାନେ ଥିବେ ଯେମିତି ଧରିଦେବେ ଖୋଇଦେବେ ଉଠେଇବେ କି ସେବା କରିବେ, ଆଉ ଟଙ୍କାଟା କଣ ସେ କାମ କରିବ? ସେ ଟଙ୍କା ପଠେଇ ଦଉଛନ୍ତି ହେଲେ ସେବା କିଏ କରୁନାହାନ୍ତି। ବଡ କଷ୍ଟ ପାଇଲା ଲୋକଟା। ବାରମ୍ବାର ଚିନ୍ତା କଲା ମୁଁ ମରିଯାଆନ୍ତି ବାରମ୍ବାର ଚିନ୍ତା ସେ ଯାଇଗଲା। ରାସ୍ତାରେ ଟ୍ରକ୍ ଯାଉଥିଲା, ଇଏ ପଡ଼ିଆ କଡ଼ରେ ଗୋଟେ ଜାଗାରେ ଲାଟ୍ରିନ୍ କରୁଥିଲା। ସେ ଟ୍ରକ୍ ଟାଣି ହେଇକି ଲାଟ୍ରିନ୍ କରୁଥିଲା ଗେଲାହାଳି ଲୋକ ଗୁଡାକ ବିଲ ଚାଷ କରୁଥିଲେ। ସବୁ ଦୌଡ଼ିଲେ ଦେଖ ରାସ୍ତାରେ ଯାଉଥିଲା ଟ୍ରକ୍ଟା, ସେ ପଡ଼ିଆକୁ ଯାଇକି ଲୋକଟା ଲାଟ୍ରିନ୍ ବସିଛି ଗେଲାହାଳି। ଏ ଡ୍ରାଇଭର ବିଚରା ଡ୍ରାଇଭର କହୁଛି ଦେଖ ମୁଁ ଜାଣିନି ମୋର କଣ, ମୁଁ ଯେତେ ଚେଷ୍ଟା କରିଛି ମୋ କଣ୍ଟ୍ରୋଲ ବାହାରେ, ଯାହା କରୁଛ କର। ବିଚରା ଡ୍ରାଇଭର ଗୋଟେ ମାଡ଼ ସିନା ଖାଇଲା, କିନ୍ତୁ ପ୍ରାକ୍ଟିକାଲ କଥା ଥିଲା ଏଇଆ, ଇଏ ଯୋଉ ଲାଟ୍ରିନ୍ ବସିବା ଓହ୍ଲାଇ ଯୋଉ ବାରମ୍ବାର ଚିନ୍ତା କରୁଛି ମୁଁ ମରିଯାଆନ୍ତି ତାର ଚେତନାର ଘୂର୍ଣ୍ଣି ଏତେ ତୀବ୍ର ହେଇଗଲା ଯେ ରାସ୍ତାରେ ତା ଟ୍ରକକୁ ଟାଣି ଦେଇଛି। ଏଇଟା କିଏ ବୁଝିବ? କୋର୍ଟ କଚେରୀ ସମ୍ବିଧାନ ଏଇଟା ବୁଝିବ? ଆମ ଲ ବୁଝିବ? ଲୋକେ କହିଲେ ଏଟା ଜାଣି ଦୁନିଆ ମାରିଛି ଆଉ କିନ୍ତୁ ପ୍ରକୃତ କଥା କୋଉଟା? ତାର ଚେତନା ଆପଣ ଖଣ୍ଡିଆ ବସ୍ତୁ ଦେଖନ୍ତୁ,
ଯେତେବେଳେ କୋଉ ଜାଗା ଗୋଟେ ଖଣ୍ଡିଆ ଗୋଟେ ତିଆରି ହଉଛି ତା ପାଖରେ କାଠି ଗୋଟେ ପାଇଁ ତା ଗୁଣ୍ଡି ଭିତରେ ହଉଛି ନା ନାହିଁ ଇଏ ଯେମିତି ସେମିତି ଏଇ ଯୋଉ ଲୋକଟି ଭିତରେ ଯୋଉ ଭାଇଲେସନ ଦେଖାଯାଇଛି ବର୍ତ୍ତମାନ ମୋର ଡେଥ୍ ହେଇବା ପାଇଁ ବଡ କଷ୍ଟ ପାଇଲି ଶେଷ କଣ ହେଲା ସେ ଡେଥକୁ ଆମନ୍ତ୍ରଣ କଲା ଆକ୍ସିଡେଣ୍ଟ ମାଧ୍ୟମ ଡେଥ୍ ଆସିଲା। ଆଚ୍ଛା ଆମର ଯଦି ପ୍ରଚୁର ପଇସା ହେଇଯାଉଛି ଆମେ କଣ କରୁଛୁ ବ୍ୟାଙ୍କ ରଖୁଛୁ ନା ଏଇନା ଅବଶ୍ୟ କେହି ରାଜି ହେବେନି ଏଇନା କେହି ରାଜି ହେବେନି କାଳେ ଆମ ନେଗେଟିଭ କଥା କହିଦେବି କି ଆମେ ସବୁ ପଇସା ବଳି ବଳି ବ୍ୟାଙ୍କ ରଖୁଛୁ କଣ ପାଇଁ ପଚରା ଏତେ ପଇସା କଣ ରଖୁଛ ଜାଣିନ ଆଜିକାଲି ସବୁ ଭେଜାଲ ପାଉଛୁ ये जो बड़ा बड़ा सब ब्लड कैंसर हार्ट अटैक बीपी डायबिटीज आप को बाहर कोलेस्ट्रॉल मोलेस्ट्रॉल बोले को पाइले यार जो भलो आजकल जो हॉस्पिटल में मिनिमम 10 बजे करछ पैसा न दे बजियो ना तो एबे तो संचय की रखिया कारण फ्यूचर रे रोग होणार अछि रोग आवरा नाही कोन रोग रे के होनी हम एबे तो प्रिपेयर हेलुनी टंका साइड की रखिलुनी रोग होवे कौन रोग आजकल को नहीं जो वेरी वेरी क्रूशियल हो गया लोगों का कॉन्शियसनेस है डेथ हो गया बड़ा डेथ है लोगों का कॉन्शियसनेस डिजीज देखा रहा है डिजीज काम को कॉन्शियसनेस डिजीज आइलेशन देखा रहा है डिजीज देखा रहा है डिजीज है जे इमोटा है ताज से डिजीज है जो अमर से जुड़ा गया चलो तो आज मरण से कैसे चिंता करो चाकरी करो बहुत पैसा आइला कौन करियो घरदार कौन करिया बोल से रे पार्ट केला पंडित से रे पार्ट केला जब डाउस पंडित रहू फेटे रे पार्ट करना अच्छा से पार्ट रो लास्टिंग केते 100 वर्ष 200 वर्ष 300 वर्ष ना काम रे केते वर्ष हम बात करियो गोटे पार्ट हम की से पार्ट केते वर्ष रे 100 200 वर्ष तावरे भाई ये से आपे रे तो तारी साइड तो नहीं तेरे जीवन आरंभ दिन करो जीवन सस्ता पर्यंत बाहर डेथ पर्यंत मु को काम नियोजित करछि देखो टंका रोजगार करी जगह में करी पैसा रोजगार करी खाई पी की व्यवस्था करी तार छुआ काम में कोन करी बस दिस इज लाइफ एटा लाइफ तार मु जो कार्य करी अस्थायी जा अस्थायी ताई में मो जीवन में नियोजित करछि जे स्थायी ता में केते जीवन नियोजित करछि कोन जे स्थायी ता में मु केते समय दउछि ता विषय केते चिंता करछि ता सेवा मु केते करछि से स्थायी वाइब्रेशन ता मो भीतर केते क्रिएट करछि तार मु चिंता करी मु स्थायी करछि मु कोन कहि मा कहले तम भविष्य तो तमार तो उठे कोन कहले मु एई लाइफ में केते समय भगवान में सेवा करछि भगवान के चिंता करछि भगवान को विषय ज्ञान अर्जन करछि और निजु से बंचुछि से अनुसार मो भविष्य जीवन ना देखो एबे जा भोगुछि एटा कोटा पास करते करते कर्म को तार मोर भविष्य तो ना एबे तैयारी होछि भविष्य तो कोन घटियो मु एबे तैयारी मु एबे बिलाय चाष बास करी मु तोड़ा होछि किबा विभिन्न प्रकार गछ सब लगुछि 6 मास करे कि 8 मास करे कि 4 मास करे फळियो मु एबे जोरा लगुछि से बोलो ना अंग्रेजी पड़ियो मु आंबो चलेबी 2 वर्ष पर आंबो पड़ियो ना कोन पड़ियो तो मु एबे जो भगवान सेवा मु निजु नियोजित करिछि तार परवर्ती जीवनटा मोर भगवान होना एबे या दुख कष्ट पाउछि एला कोठी पाई 5 लाख रे कोन करबी बोली एबे दुख होउछि अच्छा 5 लाख हम शिक्षा लाने हां ये हेतला बोली मो पूर्व श्रीमान चेतना ठीक नथिला बोली हम जे ओला अवचेतन स्तर हो के करे जाओ काकर जो जो गुण थिला मोर ढेर करी एटलीस्ट मु सेटा मो बिरेडी हो रिलेशन हो मुझे ना करी मो बापा मते जमाना पुरु सेमाने को दुष्टांग जदी वा अवचेतन का प्रभाव जदी मो तो नहीं दी तो मो जदी दुष्टांग देखाओ तो मो ना कोनी जो दुष्टांग काटला तेरा कारण मो
ମୋ ବାପା ମାଙ୍କର ମୋ ଚେତନା ଯୋଉ ଭାଇବ୍ରେସନ ଆସୁଛି ମୋ ଜେଜେବାପାଟି ଦିଅ ମୋ ଜେଜେମାଟି ଦିଅ ମୋ ଅଜାଟି ଦିଅ ନା ମୋ ଆଈକି ଦିଅ ତାଙ୍କୁ ଦେଲେ ମୋ ମନେ ମୁଁ ଯୋଉ ତିଆରି ହେଇଛି ଯୋଉ ଚେତନା ନେଇକି ଆସିଛି କାହାର ପ୍ରଭାବ ନେଇକି ଆସିଛି ଅଜାଈ ମୋ ମା ଆସିଛି ମୋ ମା ପ୍ରଭାବ ମୋଠି ଅଛି ମୋ ଜେଜେବାପା ଜେଜେମା ତାଙ୍କ ପ୍ରଭାବ ମୋ ବାପା ଆସିଛି ମୋ ବାପାଠୁ ମୁଁ ଆସିଛି ତାହେଲେ ମୋ ପାଖରେ କାହା କାହାର ଅଛି ମୋ ପାଖରେ ଚେତନାର ଭାଇବ୍ରେସନ ଅଛି କାହା ମୋ ଅଜାଈ ମୋ ଜେଜେବାପା ଜେଜେମା ପୁଣି ମୋ ବାପା ମା ପୁଣି ମୋ ନିଜର ଗୋଟେ କେତେଟା କଥା ଜାଣିଛ ତ କିନ୍ତୁ ଭଗବାନଙ୍କ ସେବା କରି ନିଜ ଜୀବନକୁ ନିୟୋଜିତ ଇଏ 7 ପୁରୁଷ ଉଦ୍ଧାର କରିବେ ବୋଲି ଶାସ୍ତ୍ର ଲେଖା ଅଛି ବାଉଳି ଭାଇ ଆମେ କେତେ ଭଗବାନଙ୍କ ସେବା କରି ନିଜକୁ ନିୟୋଜିତ କରୁଛୁ ମହାଭାରତ ତୃତୀୟ ଅଧ୍ୟାୟରେ ସେମାନେ ସ୍ପଷ୍ଟ କଲେ ମନେ ରଖ ଭାଗବତ କର୍ମ ଓ ଭାଗବତ ଅଭିନେତ୍ରୀ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆଯାଇଛି କିନ୍ତୁ ଭାଗବତ କର୍ମ ଭାଗବତ ଅଭିନେତ୍ରୀ ଭଗବତ ସେବା କେମିତି ହବ तो जीवन को सही ढंग से तैयारी करिया पाई जीवन का उद्देश्य है जीवन नो एंजॉय करिया पाई we are not here to live an easy and comfort life we are here to find the divine to become the divine and to manifest the divine हमारे सहज आराम से जीवन बचे जो आपके लग्जरियस होते कंफर्ट होते विराट होते एंजॉयमेंट होते एंटरटेनमेंट होते मन रखते भगवान को दूर ही तो एंटरटेनमेंट है नो वर्तमान भगवान को चिंता करे सारा पृथ्वी केते विचित्र लगाए ताकि बड़ा एंटरटेनमेंट में टीवी लो ताकि बड़ा स्टेज में तो नाच देखि तो एते एंटरटेनमेंट लो विचित्र पृथ्वी को तो अवधार करा सियाम को आनंद लो ताकि बड़ा ये स्टेज में नाच तो है भगवान को देखि सियाम से आनंद लो कौन चिंता करछन हम चिंता करके कंसाइड कर देछु तेरे स्क्वीज कर देछु और विशाल तर भावना आदमी के केरे होने जे विशाल तत्व चिंता करे हम तो विशाल तर भावना छु मास के बोले समुद्र को देखो आकाश को देखो तेरे को तो विशाल होते सेंजे इंफिनिटी एब्सोल्यूट तो तत्व चिंता करना पड़ेगा हमें तो सही वाइब्रेशन दिया तो जीवन को सही नियंत्रित करेगा तो भगवान को सेवा करके जीवन को नियंत्रित करे जीवन सार्थक हो केवल सेवा करेगा whatever you do it as perfectly as you can that is the best service to the divine in man whatever you do तुम्हें जहां भी करना है हला जो काम करछ जे जो काम करछ के गाई काम करछ के रासा करछ के रोसे करछ के चाष काम करछ के दुकान में बिक्री करछ के तार चाकरी करछ के तार मेहनत काम करछ के कुली काम करछ के केते काम करछ काम में छोटो बड़ whatever you do doing as perfectly as you can तब जितने पारुछ परफेक्टली तो परफेक्टली करियो परफेक्ट जोड़ा में भगवान से जोड़ाइए क्या उदाहरण देना देयर इज नो परफेक्शन द हाइट परफेक्शन ना कोई नहीं द डिवाइन इज द हाइट परफेक्शन तेरे भगवान से जोड़ा में सब कीजिए सही परफेक्शन आसे भगवान में जो उद्देश्य है सही परफेक्शन आसे आज भी भगवान में जो दिया नहीं तार मिले किसी ಇದು बहुत उपस्थित ಅನ್ನೋದಾದ್ರೆ ತಾಯಿ ಜೀವನ ಒಳ್ಳೆಯದು तो ನಾವು ಜೀವನ ಜೊತೆ ಮೂಲ್ಯವಾದ ಇರೋದು तो ಇದು उपस्थित ಆಗಬೇಕಾದ್ರೆ ಭಗವಂತ ಕ್ರಿಯೆ ಬರುತ್ತೆ it is the divine presence that gives value to life and this presence is the source of all peace security and joy it is the divine presence that gives value to life it is the divine उपस्थिति जहाँ हम जीवन को मूल्यवान देते जेतु ये दिव्य उपस्थिति हम जीवन को मूल्यवान देता है अब हम जते ये उपस्थिति हम बलवती कर पाइबा and this presence ये उपस्थिति is the source of all joy all peace and security सकल आनंद सकल शांति एवं सकल सुरक्षा यूज जे उपस्थिति को अनुरोध करते तार जो सकल दुख दूर हो सुयोग दे আমি সুযোগ পাইছো এই মাকে উপস্থিতি তার বড় থেকে রক্ষা এই জীবন
এই জীবনକୁ ଭଗବାନଙ୍କ ସେବା କାର୍ଯ୍ୟରେ ନିୟୋଜିତ କରିବା। ମନେ ରଖିବା the whole of our life should be a prayer of love to the God। ଆମର ସମଗ୍ର ଜୀବନ ଭଗବାନଙ୍କ ନିକଟରେ ଏକ ଆତ୍ମଦାନ ନିବେଦନ ହେଉଛି। এই যে সমগ্র জীবন জীবন তো গোটে হয়েছে পুরো সমগ্র জীবন এই সমগ্র জীবনটা গোটা সমগ্র জীবনটা প্রাণিক জীবন কে মানসিক জীবন কে ভৌতিক জীবন কে ধার্মিক জীবন কে নৈতিক জীবন কে আধ্যাত্মিক জীবন আর আধ্যাত্মিক জীবনের গোটে রুল আছে। The rule of a spiritual life is not to demand but to give। The rule of a spiritual life is not to demand but to give। आध्यात्मिक जीवन नियम वाला किसी दाबी कर not to demand but to give। आम भीतर सही कथा है कि जय बने ना जय बटे की कुछ दंडिया बने की बड़ा करने में सत्तर होती पाठ जगह जवान कौन ना जवान तो पाठ जगह तो कोठा वाली करे गाड़ी क्रॉस हो गए हम से पाठ जगह आप ट्रक तो थ्योरी को नहीं प्रैक्टिकल करते हैं एक कथा मत करो लोगे पाठ नहीं अपने हमारे समाज में ट्रक बड़ा पाठ जगह पे ना ट्रक का तीनटा का चारटा घर वाला चारटा पाठ करना है तो ना पाठ जगह आप ट्रक कोठा वाले हो ट्रक हो पैसा करे तांते पाठन को काम नहीं करते ता संपत्ति हो गया अरे संपत्ति में बढ़िया बड़े मन से कौन क्रूरा हो ता दिवस क्या हो संकट को कारण हो दानो अभिशाप को कथा हो जो जातर प्रसन्न रे से माई को कथा रे हम अर्थ में भी बुझी परिया नहीं ज्ञान लोग को बुझी आते बुझी मोर जातो 500 रुपया ना ज्ञान प्रति वर्ष उपांत जागा मालकानगिरी डिस्ट्रिक्ट कोरापुट देश मध्ये जने भाई वर्ष तो 500 रुपया तामे देखली गोठरे से वासना तीन दिन गलानी मु प्राय 10 दिन खंड रहे पूरा गाँ पूरा मसल बुली नक्सल गाँव सब बुली पास भंडा अंचल बुले भंडा लोग पास रहे हला दो जाओ के साहस करने मुझे याद है हला डेली पूरा काम करे मोरू तो एटा तो कथा पूरा बंचियो संसार तो पाचरा परपर ने मोरू ए जीवन हाथ ले दो पूरा डेली वो सांग कर जाए तारे सी भाई को भाई बच्चे पर सी भाई का काम लूंगा टिके दूर में जाया के बढ़िया घटे करती हां सर कौन वाली भाई कौन देखा नहीं तीन दिन लाइक देखा तो नहीं तो हम भाई मुंगरा बड़ा बेस्टर होता है कौन ऐसा मुझे जाने से अपना अफसर मुझे जाने से अपना अफसर हुई तो खाली जाने वाला मुझे तो भूल गया बोलता तो देखा नहीं होता नहीं बोलना ना तो कौन करी जो के शहर माने बाजार रोड के दूर रह गई तो एकुटिया होता तो एकुटिया होता छाड़ी जाएगी देखो तो घर को चोर ले ना दिन में नहीं है चोर घर को टाइम लगे नहीं पड़ेगा ना तुम भाई वो सुना देते हैं टोटा देते हैं ना पड़े घर में तो और वाली तो मां का काम करो मां कृपा करो तो जगह के घर करो पड़ता मां को ऑडियो करे कथा ना उल्टा मां को माने घर जोगाई करे मां को मत करे तुम घर जोगाई करे तुमने तो जोगाई करेगा मां ने कर दे हाँ भाई अपन ठीक कथा कहते मैं अपन ठीक कथा कहते जे या आनो हैं मां को तुम के जोगाई करे अपन ने गिरो बैंक को तुमने तो जोगाई ही करे गिरो बैंक चला जोगाई को चला आसा करियो तथापि का मन बुझी शीघ्र आसा नहीं अरे आजा नहीं नो ठीक है अरे ठीक है बोले से ना बुझ अरे मां का काम से मत बोलने को होती मां कृपा करे जाए पड़ेगी घर में भलो घर में गले देखी रोज बोले था और बड़े हाथ पे गले फिर घर छाड़ी जाओ ये घर में कौन है के एकुटिया वाला कौन है तो चोर बच्चे कौन है चोर बच्चे कौन है चोर बच्चे कौन है तबे आसे कारण आम मानसिक का से है तो आम जीवन को दुर्विचार करे में मन संयोग करना तो जीवन का सेतिका उद्देश्य न तो ए दृष्टि में चिंता करिबा
ଯଦି ଭଗବାନଙ୍କ ସେବାରେ ଆମ ଜୀବନ ନିୟୋଜିତ ନ ହେଉଛି ଜୀବନ ପାଇଁ କୋଉ କାମ ନିର୍ଦ୍ଦିଷ୍ଟ ହେବ ଥରେ ଚିନ୍ତା କର। ତେଣୁ ଆମ ଜୀବନକୁ ଭଗବାନଙ୍କ ସେବା କାର୍ଯ୍ୟରେ ନିୟୋଜିତ କରିବା ଦରକାର, ତାହା ଜୀବନ ସାର୍ଥକ। ତେଣୁ ମୃତ୍ୟୁ ଉପରେ ଯୋଉ ଭୟଟା ଅଛି ଦୂରେଇ ଦିଅନ୍ତୁ, ଦେଖିବେ ମୃତ୍ୟୁ ଆଉ ଆମକୁ ସ୍ପର୍ଶ କରିବ। ତେବେ ଗୋଟିଏ କଥା ଆମେ ଜାଣିବା, ମୃତ୍ୟୁର ଯୋଉ ଭୟାବହୀ ଅଛି ତାକୁ ଦୂର କଲେ ମୃତ୍ୟୁ ଉପରେ ଯାଏନି। এই কথা କେତେ ହବ ଯେତେବେଳେ ଚୈତ୍ୟ ଚେତନାରେ ବାସ କରିବା, ଚୈତ୍ୟ ଚେତନା ଯେତେବେଳେ ପରିଚୟିତ ହବା, এই ଚୈତ୍ୟ ଚେତନାର ପରିଚୟିତ ହେଲେ, ଚୈତ୍ୟ ଚେତନା ଆମ ଜୀବନରେ ଗାଇ ଗଲେ, ଚୈତ୍ୟ ଉପସ୍ଥିତିକୁ ଆମେ ବଳବତୀ କରିପାରିଲେ ଆମକୁ ମୃତ୍ୟୁ ସ୍ପର୍ଶ କରିପାରିବ। ଆସନ୍ତୁ ଆମେ ସେ ୟୁଟିଲିଟିକୁ ଚିନ୍ତା କରିବା, ତାଙ୍କର ପାଇଁ କାର୍ଯ୍ୟ କରିବା, ତାଙ୍କର ପାଇଁ ଜୀବନ ବଞ୍ଚିବା। ଠିକ୍ କରିବା, do only for the divine and leave only for the divine.